ତୁମେ ପିତର ପୁଣି ଏଇ ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। ହାଲେଲୁୟା। କାହିଁକି ବାକ୍ୟ ପଢିଲି ଦେଖ, ଯଦି ପ୍ରଭୁ ଯୀଶୁ ମଣ୍ଡଳୀ ତୋଳିବେ কে পরাজয় করবে কি? নরকর বল পরাজয় করিব নাই। নরকর বল কোটা জানিছন্তি? নরকর বল কোনটা? শয়তান নাই। নরকর বল হଉଛି পাপ ହେଲା। ନରକର ବଳ ହଉଛି ପାପ। ଏ ପାପ ଯଦି ପ୍ରଭୁ ଯୀଶୁ ତୁମେ ପିତର ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ କାର ମଣ୍ଡଳୀ? ଯୀଶୁଙ୍କର। ଲୁଥରାନ ମଣ୍ଡଳୀ, ପେଣ୍ଟିକଷ୍ଟ ମଣ୍ଡଳୀ, ବାପ୍ଟିଷ୍ଟ ମଣ୍ଡଳୀ ନିକି, ବଦ୍ରାନ ମଣ୍ଡଳୀ ନିକି, ଏମିତି ନାଇଁ। କାର ମଣ୍ଡଳୀ ତଳବାର ଅଛି? ଯୀଶୁଙ୍କର ମଣ୍ଡଳୀ ହେଲା। ଯୀଶୁ ଚାହୁଁଛନ୍ତି ମଣ୍ଡଳୀ ସ୍ଥାପନ କରିବା ପାଇଁ। ହାଲେଲୁୟା। ଯେତେ ଜଣ ନିଜର ବୁଦ୍ଧିରେ ନିଜର ବଳରେ ମଣ୍ଡଳୀ ଯଦି ସ୍ଥାପନ କରିବେ, ସେଟା ନରକର ବଳ କଣ ହେବ? ତାକୁ ନଷ୍ଟ କରିଦବ। ମାତ୍ର ଯୀଶୁ ଯେତେବେଳେ ମଣ୍ଡଳୀ ସ୍ଥାପନ କରିବେ, ନରକର ଯେଡେ ବଡ ବଳ ହଉ ବୋଲେ ପାପ ହଉ, ନରକର ବଳ ହଉଛି ପାପ। ଏ ପାପ ଯେତେ ମିଶାଉ ମଣ୍ଡଳୀକୁ ନଷ୍ଟ କରି ପାରବ ନାହିଁ। ମୁଁ ମଝିରେ ଗୋଟେ ଭାଇ ମତେ ଫୋନ କରି କହିଲେ, ଗୋଟେ ପାଳକ ଭାଇ ଆକା, ଦାମନଯୋଡ଼ିର ପାଳକ ଭାଇ। ସେ ଭାଇ ଫୋନ କଲେ ଆଉ ଗୋଟେ ପାଳକ ଭାଇଙ୍କ ବିଷୟରେ, ସତରେ କି ଭାଇ ଏମିତି କି ବୋଲେ କଣଟା? ନାଇଁ ନାଇଁ, ସେ ପାଳକ ଭାଇ ଇଲିଗାଲ ରିଲେସନ ରେ ଅଛନ୍ତି ବୋଲେ। ବୁଝିପାରିଲ କି ଇଲିଗାଲ ରିଲେସନ ବୋଲେ? ପାଷ୍ଟର କାମ କରୁଛନ୍ତି, ପାଳକ ସେବା କରୁଛନ୍ତି। ତାଙ୍କର ଚର୍ଚ୍ଚ ବଢିଆ ଚର୍ଚ୍ଚ, ବଡ ଚର୍ଚ୍ଚ ଅଛି। ଅନଲାଇନ ରେ ନାମୀ ଦାମୀ, ନା କହିବି ବୋଲେ ତମେ ତାଙ୍କର ତମେ ମାନେ ବି ଜାଣିଛ ତାଙ୍କ ନା କହିବାର ନାଇଁ। ମତେ କହିଲେ ଏମିତି 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 ଭାଇ ବୋଲେ ତମେ ଏବେ ଶୁଣୁଛ, ଆମେ ଶୁଣି ବର୍ଷେ ଉପରେ ହେଇଗଲା। ଆମେ କାହା କହୁନୁ, କାହିଁକି? ତାଙ୍କେ ଯଦି ତାଙ୍କର ବଳରେ ମଣ୍ଡଳୀ ସ୍ଥାପନ କରୁଛନ୍ତି, ପାପ କିସ କରବ? ସେ ମଣ୍ଡଳୀକୁ ନଷ୍ଟ କରିବ, ନରକର ବଳ ନଷ୍ଟ କରିବ। ମାତ୍ର ଯେତେବେଳେ ପ୍ରଭୁ ଯୀଶୁ ସ୍ଥାପନ କରୁଥିବେ, ଆସୁଥିବେ ଯାଉଥିବେ ଲୋକ, ମାତ୍ର ମଣ୍ଡଳୀ ଟଳମଳ ହେବ ନାହିଁ। ହାଲେଲୁୟା, ହାଲେଲୁୟା। ଯଦି ଏଇ ମଣ୍ଡଳୀକୁ ଯଦି ପରମେଶ୍ୱର ସ୍ଥାପନ କରୁଛନ୍ତି, ଏଇ ମଣ୍ଡଳୀକୁ ଯଦି ପ୍ରଭୁ ଯୀଶୁ ସ୍ଥାପନ କରୁଛନ୍ତି, ଏଇ ମଣ୍ଡଳୀ ହଲବ ନାହିଁ। ହଲବ ନାହିଁ ବୋଲେ ଟଳମଳ ହେବ ନାହିଁ। ନରକର ବଳ ପରାଜୟ କରିବ ନାହିଁ। ହାଲେଲୁୟା। ହୋଇପାରେ ପାଷ୍ଟର ଦୁର୍ବଳ ହେଇଯାଇପାରେ, ହୋଇପାରେ ଅନ୍ୟ ଲୋକ ଦୁର୍ବଳ ହେଇଯିବ, ମାତ୍ର ପ୍ରଭୁ ଯୀଶୁ ଯଦି ମଣ୍ଡଳୀ ସ୍ଥାପନ କରୁଛନ୍ତି, ମଣ୍ଡଳୀ ହେବାଟା ହେବ। ପାଷ୍ଟର ସୁପରମ୍ୟାନ କି? ପାଷ୍ଟର କି ପ୍ରଭୁ କି? ପାଷ୍ଟର ବି ପଡି ଯାଇପାରେ ହେଲା, ମନୁଷ୍ୟ ଅଟେ। ମାତ୍ର ପରମେଶ୍ୱର ଯଦି ମଣ୍ଡଳୀକୁ ସ୍ଥାପନ କରୁଛନ୍ତି, ମୁଁ ନିଶ୍ଚୟ ଜାଣିଛି ଏ ମଣ୍ଡଳୀ ବଢି ବଢି ଆକା ଯିବ। ହାଲେଲୁୟା। ଆଉ ସେଇ ଭିଜନରେ, ସେଇ ଦର୍ଶନରେ ପ୍ରଭୁ ଆମମାନଙ୍କୁ ଏଠାରେ ପଠାଇଛନ୍ତି। ଆଉ ମୁଁ ବିଶ୍ୱାସ କରୁଛି ପରମେଶ୍ୱର ଏଇ ମଣ୍ଡଳୀକୁ ସ୍ଥାପନ କରୁଛନ୍ତି। ପ୍ରେଜ୍ ଦ ଲର୍ଡ। ବୁଝିପାରିଲେ ତ? ମଣ୍ଡଳୀ ପ୍ରଭୁ ଯୀଶୁଙ୍କର। କୋଉ ଲୁଥରାନ ମଣ୍ଡଳୀ ନାହିଁ, କୋଉ ପେଣ୍ଟିକଷ୍ଟଲ ନାହିଁ, ଏମିତି କି ଉପାସନା ମଣ୍ଡଳୀ ବୋଲି ବି ନାହିଁ, ପ୍ରଭୁ ଯୀଶୁଙ୍କର। ଆମେ ଖାଲି ଗୋଟେ ନାଁ ଗୋଟେ ରଖିଛୁ, ଗୋଟେ ଆମର ଏରିଆ, ଗୋଟେ ଏରିଆରେ ଆମେ ଏମିତି ରହୁଛୁ ବୋଲିକି ନାଁ ରହୁଛୁ। ସେମିତି କିଛି ନାହିଁ। ମଣ୍ଡଳୀ କାରଟା? ମୋରଟା କି? ନିର୍ମଳ ସାରଙ୍କର କି? ନିରଞ୍ଜନ ଆଜ୍ଞାଙ୍କର କି? ଜିତୁଲି ମା ଆଜ୍ଞାଙ୍କର କି? କି ଆରି କେ କାର ରାଜୀବ ଦାନିଏଲର କି? ମଣ୍ଡଳୀ କାରଟା? ପ୍ରଭୁ ଯୀଶୁଙ୍କର। ମୋର ମଣ୍ଡଳୀ ଏମିତି, ଆମର ମଣ୍ଡଳୀ ଏମିତି ବୋଲେ ସେଟା କାର ମଣ୍ଡଳୀ? ସେଟା ସେମାନେ ଜାଣିଦେବେ। ଯେବେ ପଳାଇ ଆସୁଛି ମୋର ମଣ୍ଡଳୀ, ଆମର ମଣ୍ଡଳୀ, ତମେ ଗୋଟେ କାର ଆତ୍ମା ଦ୍ଵାରା ଗୋଟେ ଚାଲିଛ। ତମେ ଯୋଉ ନରକର ବଳ ତମକୁ ପରାଜୟ କରବାକୁ, ଯୀଶୁଙ୍କର ମଣ୍ଡଳୀରେ କେବେ ପରାଜୟ ନାହିଁ। ହାଲେଲୁୟା। ସବୁବେଳେ ବିଜୟ ଅଛି। ମୁଁ ବିଶ୍ୱାସ କରେ ଆମର ଦେବଗଣ୍ଡା ମଣ୍ଡଳୀକୁ ପ୍ରଭୁ ଯୀଶୁ ସ୍ଥାପନ କରୁଛନ୍ତି। ପ୍ରେଜ୍ ଦ ଲର୍ଡ। ଆଉ ନିଶ୍ଚୟ ପ୍ରଭୁ ଯୀଶୁ ଆମମାନଙ୍କୁ ପଢାଇ ନେବା। ଆସନ୍ତୁ ଆଜିର ବାକ୍ୟକୁ ଯିବା। ଆମେ ସମସ୍ତେ ଫିଟାଇବା ଯୋହନ 8। ସମସ୍ତେ କାଢିବା ଯୋହନ ପୁସ୍ତକ 8 ପର୍ବ 31 ରୁ ଆମେ ପଢି ପଢି ଧୀରେ ଧୀରେ ବୁଝି ବୁଝିକିନା ଯିବା। ଅତଏବ ଯୀଶୁ ତାହାଙ୍କୁ ବିଶ୍ୱାସ କରିଥିବା ଯିହୁଦୀ ମାନଙ୍କୁ କହିଲେ, ଯଦି ତୁମ୍ଭେମାନେ ମୋହର ବାକ୍ୟରେ ସ୍ଥିର ହୋଇ ରହିବ, ତେବେ ତୁମ୍ଭେମାନେ ପ୍ରକୃତରେ ମୋହର
ଶିଷ୍ୟ ଯୀଶୁ ଏଠାରେ କହୁଛନ୍ତି, କାହାକୁ କହୁଛନ୍ତି? ତାଙ୍କୁ ବିଶ୍ୱାସ କରୁଥିବା ଜିହୁଦୀ ମାନଙ୍କୁ କହିଲେ, ଯଦି ତୁମେ ମାନେ ମୋହର ବାକ୍ୟରେ ସ୍ଥିର ହେଇ ରହିବ, ତେବେ ତୁମେ ମାନେ ମୋର କଣଟା? ଶିଷ୍ୟ। ହାଲେଲୁୟା। ଏବେ ଆମେ କିଏ? ଆମେ ଏବେ କାହାର ଶିଷ୍ୟ? ଯୀଶୁଙ୍କର ଶିଷ୍ୟ। ଆଉ ଯୀଶୁ କହୁଛନ୍ତି, ଯଦି ତମେ ମାନେ ବାକ୍ୟରେ ଯଦି ସ୍ଥିର ହେଇ ରହିବ, ତେବେ ଆକା ତମେ ଯୀଶୁଙ୍କର ଶିଷ୍ୟ ହେଲା। ଏବେ ମୋର ଶିଷ୍ୟ ଅନେକ ହେଇପାରିବେ, ମୁଇଁ ଅନେକ ଶିଷ୍ୟ କିଛି କାମ କୁ ନାହିଁ। ମୋର ଶିଷ୍ୟ ହେଲେ କିସ ହବ? ଶ୍ରେଣୀ ମୁଟଲା ଧରବେ, କାମ କରିବେ, କାମ ଶିଖିଲେ ପାଲାଇବେ ହେଲା। ମାତ୍ର ଯୀଶୁଙ୍କର ଶିଷ୍ୟ ହେବାଟା ଭିନ୍ନ ଭିନ୍ନ ପ୍ରକାର ଅଟେ। ହାଲେଲୁୟା। ଆଉ ଯୀଶୁ କହୁଛନ୍ତି, ଯଦି ମୋର ବାକ୍ୟରେ ସ୍ଥିର ରହିବ, ସ୍ଥିର ବୋଲେ କିସଟା ନାଇଁ କି? ସ୍ଥିର ଜଳ ପାଖେ ପାଖେ ମତେ କଢାଇ ନିଅନ୍ତୁ। ସ୍ଥିର ବୋଲେ କଣଟା? ସ୍ଥିର ବୋଲେ ହଲବ ନାହିଁ ହେଲା। ତମେ ପାଣିକୁ ଯଦି ଦେଖବ, ମତେ ମନେ ପଡୁଛି ମାଲକାନଗିରି ଯାଇଥିଲି ଖଇରପୁଟରେ ଯେତେବେଳେ କାମ କରିବାକୁ। ସେ ପାଖରେ ଗୋଟେ ପାହାଡ, ଗୋଟେ ଗାଁ ଅଛି, ସେ ଗାଁର ନାମ ଜଣା ନାହିଁ। ସେଠି ବଡ ବଡ ମାଛ, ଗୋଟେ ମାଛ କିଏ ନେବେ ନା ବୋଲେ ତାଙ୍କର ପୂଜା ପାଠ କରବାଟା। ଏମିତି ପାଣି ଅଛି, ସେ ବୋଲେ ସେଠି କେଟା ମାଛ ଅଛି ପୁରା ଜାଣିବ ବୋଲେ ପୁରା ସ୍ଥିର ପାଣି, ପୁରା ନିର୍ମଳ ପାଣି ପୁରା ହେଲା। ସ୍ଥିର ବୋଲେ କଣ? ଯଦି ଆମେ ବାକ୍ୟରେ, ଯଦି ପରମେଶ୍ୱରଙ୍କ ବାକ୍ୟରେ ଅଛି, ଆମେ ଟଳମଳ ହବୁନା ବୋଲେ ବିଚଳିତ ହେବୁନି ହେଲା। ଯେତେ ସମସ୍ୟା ଆସୁ, ଯେତେ ଦୁଃଖ ଆସୁ, ଯେତେ କଷ୍ଟ ଆସୁ, ଯଦି ଯୀଶୁଙ୍କର ବାକ୍ୟରେ ଆମେ ସ୍ଥିର ଅଛୁ ହେଲା, ଆମେ ପ୍ରଭୁଙ୍କୁ ଜାଣିଛୁ, ଆମେ ପରିତ୍ରାଣ ପାଇଲୁ ନାଇଁ କି? ଆମର ଲକ୍ଷ୍ୟ କଣଟା? ମୁଁ ସବୁବେଳେ କହେ, ଆମର ଲକ୍ଷ୍ୟ ଗୋଟେ ଥିବାର ଅଛି। ଆମର ଲକ୍ଷ୍ୟ, ପ୍ରତ୍ୟେକ ଖ୍ରୀଷ୍ଟିଆନର ଗୋଟେ ଲକ୍ଷ୍ୟ ହବାର ଅଛି, କିଛିଟା ମଣ୍ଡଳୀ ସ୍ଥାପନ ନାଇଁ କି? ମଣ୍ଡଳୀ ବଢାଇବାଟା, ହଁ ସେଟା କି ନାଇଁ। ଆମର ଗୋଟେ ଲକ୍ଷ୍ୟ ହେବାର ଅଛି, ଆମେ ଯୀଶୁଙ୍କୁ, ଆମର ପିତା ପରମେଶ୍ୱରଙ୍କୁ ଯେମିତି ଭେଟିବୁ, ସ୍ୱର୍ଗ ଆମର ଲକ୍ଷ୍ୟ। ମଣ୍ଡଳୀ ବନାଇ କୁଟକୁଟା ବନାଇବାର ଲକ୍ଷ୍ୟ ନାହିଁ। ଆମର ଲକ୍ଷ୍ୟ ପରମେଶ୍ୱରଙ୍କୁ ଆମେ ଦେଖିବାକୁ। ଲୋକ ଆସନ୍ତୁ ନ ଆସନ୍ତୁ, ଆମର କିଛି ଫରକ ପଡବ ନାହିଁ। ମୁଁ ସବୁବେଳେ କହେ, ଲୋକ ଯାହାକୁ ଆହ୍ୱାନ କରୁଛନ୍ତି, ପ୍ରଭୁ ଯଦି ଜଣକୁ ଆହ୍ୱାନ କରୁ, ସେ ଅଟୋମେଟିକ ଆଇବ, ଅଟୋମେଟିକ ଆଇବ। ସେଟା ମୋର ଟେଷ୍ଟିମୋନିରେ ମୁଁ ସବୁବେଳେ କହେ, ଗୋଟେ ମା ପାଖାପାଖି 7-8 କିଲୋମିଟର ଆସି ମୁଁ ଯେତେବେଳେ ବାକ୍ୟ ଦଉଥିଲି, ବସଲେ ଭୂତ ଛାଡା ହେଲେ, ଗଲେ ଆର ଖ୍ରୀଷ୍ଟିଆନ ହେଲେ ବୋଲେ ଜଣେ ଆଇବାର ଅଛି ବୋଲେ ତମେ ତାକୁ ଡାକି କହିବାର ନାହିଁ ହେଲା। ଆମର ଜୀବନ ଶୈଳୀ ଦେଖି ଲୋକ ଅଟୋମେଟିକ ପଳାଏ। ଆମେ ବାକ୍ୟ କହିବାକୁ ଦରକାର ନାହିଁ, ଆମେ ଚୁପ୍ ଥିବୁ, ଆମର ନିରବତା ହିଁ ଆମର କଣ କହିବ, ଲୋକମାନଙ୍କୁ ବାକ୍ୟ କହିଦବ। ମାନେ ଯଦି ଆମେ ଯୀଶୁଙ୍କର ଶିଷ୍ୟ ହେବାର ଅଛି, ତାଙ୍କର ବାକ୍ୟରେ ଆମେ କେମିତି ଥିବାର ଅଛି? ସ୍ଥିର ହେବ ହେବ। ଯାହା କିଛି ହଉନା କାହିଁକି, ଯୀଶୁ ଯଦି କହିଛନ୍ତି, ଯୀଶୁ କଣ କହିଛନ୍ତି? ଆସିବି ମୁଇଁ ତମକୁ ନେଇଯିବି। ହେବାଟା ହେବ, ବାକ୍ୟରେ ସ୍ଥିର, ଟଳମଳ ନାହିଁ। ତେବେ ଆକା ଆମେ ପ୍ରକୃତରେ ଯୀଶୁଙ୍କର ଶିଷ୍ୟ ହେବା। ପୁଣି ତୁମେ ମାନେ ସତ୍ୟ ଜ୍ଞାତ ହେବ, ସେଇ ସତ୍ୟ ତୁମ ମାନଙ୍କୁ ମୁକ୍ତ କରିବ। ହାଲେଲୁୟା। ଆଜିର ଟପିକ ହେବ, ସତ୍ୟ ତୁମକୁ ମୁକ୍ତ କରିବ ହେଲା। ଯଦି ଆମେ ସତ୍ୟ ଜାଣବା ନାହିଁ, ମୁକ୍ତ ହେଇ ପାରନା। ମୁକ୍ତ ବୋଲି ବୁଝିପାରୁଛୁ ତ? ମୁକ୍ତ ବୋଲେ କିସ? ଗାଈ ଗୋରୁକୁ ବାନ୍ଧିଥିବେ ନାଇଁ କି? ତାକୁ ଯୋଉ ବାଟେ ଢେରି ବୁଲିଲେ ସେ ବାଟେ ଆଇବ କି ନାହିଁ? ତାକୁ ସେ ବାଟେ ଖାଇବାକୁ ଇଚ୍ଛା ଲାଗୁଥିବ, ଭଲ ଘାସ ଥିବ, ମାତ୍ର ମାଲିକ କିସ କରବ? ଏବେ ଖାଇବାର ନାହିଁ, ଚାଲ ଧାନ ଜମିରେ ଯିବାର ଅଛି, ଆଇବାକୁ ନାଇଁ ବୋଲିକି ଝିକୁଥିଲେ ବି କିସ କରବେ? ଏ ବାଟେ ଝିକୁଥିବେ, ରେ ରେ ବାବୁ ଆ ତ ପଛ ବାଟେ ମାର, ଗୋଟେ ଡାଙ୍ଗ ଦୁଇ ଡାଙ୍ଗ ମାର, ସେ ଆଇବ। ସେ କେମିତି ଅଛି? ସେ ମୁକ୍ତରେ ଅଛି କି? ମାତ୍ର ଯେ ମୁକ୍ତ ଥିବ, ସେ କେମିତି ଥିବ? ଯୋଉଟା ତାକୁ ଇଚ୍ଛା ନାଇଁ, ମତେ ସେଟା ଭଲ ଜିନିଷ ଗୋଟେ ଅଛି, ସେଟା ଖାଇବି। ଯଦି ମୁକ୍ତ ନାହିଁ, ତାକୁ ଯେମିତିଟା ବି ଆଣି ଦେଖ ନାଇଁ କି, ଗାଁ ଗହଳି ତ ଆମେ ନିଶ୍ଚୟ ଦେଖୁଥିବୁ, ଗୋଟେ ଗାଈକୁ ବନ୍ଧା ହେଇଥିବ, ତାକୁ ଇଚ୍ଛା ନଥିବା ଜିନିଷ ବି ଦେଲେ ନାଇଁ ସେ ଖାଇବ। କାହିଁକି? ଉପାୟ ଆରି କିଛି ନାହିଁ। ଅଛି କି କିଛି ଉପାୟ ତାର ପାଖେ? ଯଦି ଗୋଟେ ଗାଈକୁ ତମେ ଦେଖ, ଦେଖିଛ କି ନାଇଁ, ମୁଁ ଆମର ଆଡର ବାଇକ ବୋଲେ ଗାଈ ମାନେ ଟିକେ ଭିଆଇପି ଗାଈ ମାନେ ଅଛନ୍ତି ତ, ଟାଉନିଆ ଗାଈ ମାନେ ରୋଡେ ବାଟେ ମାନେ ଛିଡା ହେଇଥିବେ, ମୁକ୍ତରେ ଅଛନ୍ତି କି ନାଇଁ। ଯଦି ଗୋଟେ ଗାଈକୁ ଯଦି ଖୋଲା କରାହେଇଛି ହେଲା, ତାକୁ ଯଦି ଇଚ୍ଛା ନଥିବା ଜିନିଷ ଖାଇବାକୁ ଦିଅ, ତମେ ଗୋଟେ ଗାଦି କରିଦିଅ, ଖାଇବ ନାହିଁ।
नहीं कि देखबो सुंगबो मिसा नहीं गाई मान को देखो कि ना मार्क करो है मुई सब टिके देखु थी मार्क करो ताकू जोटा इच्छा नहीं से देखु देखु से जानी दबो सुंगबो मिसा नहीं मात्र ताकू बंदा हेतिबो से न सुंगले भी बाध्य खाइबा बोले मु कहबा चाहे मुक्त जदि हेइछु बोले हमको कौन से विषय बांधी रखब नहीं प्रभु जीशु एठार कहउचंती तुम माने सत्य ज्ञात हेबो और सही सत्य तुम मानकु मुक्त करबो काकु कहउचंती जीशु को विश्वास करथिबा जिहुदी मानकु जीशु को विश्वास करथिबा जिहुदी मानकु कहउचंती तमे जदि मोर वाक्य रे स्थिर रहइबो मोर शिष्य हबो तापरे को कहउचंती नहीं के तुम्हें माने सत्य ज्ञात हेबो और सही सत्य तुमको मुक्त करिवो बोली को ए माने बांधी एथिले कि देखो से माने किस कहउचंती से माने ताहांको उत्तर देले आबे माने अब्राहम को वंश ए यहूदी मान कार वंश अब्राहम को जानिछु तो आमे तो अब्राहम वंश नहीं आमे मनोनीत वंश आमे प्रेज द लॉर्ड हमको प्रभु सिलेक्ट करले बोले प्रभु बाछले आम मान को विजाति थिलु आमे अन्य थिलु मात्र ए माने होचंती परमेश्वर को प्रतिज्ञात वंश अब्राहम को वंश ए माने कहउचंती आमे केमती बंधी अछु आमे तो कार वंश अब्राहम को वंश आ केबे ही काहारी दास हेनु ए माने कार दास हेबे ना हैला आमे कार केबे दास हेनु के कहउचंती जो माने जीसु को विश्वास को हेनु तेबे तुमे माने मुक्त हेबो बोली तुमे की परी कहउच हमर तो हाथ गोड़ बांधा ही नहीं आमे तबे कार दास हेनु केंती तुमे कहउच तुमे माने बांधी हेई अछ तुमे माने बंधन रे अछ आ जीसु कहउचंती सत्य तुमे ज्ञात हबो सेही सत्य तुमको मुक्त करिवो ए माने जानि नांती केंती बंधन अछ एबे आमे भी भाबुछु एबे मुई ए वाक्य दो दो भाभी हबो चिंता मुई कु बंधन रे अछि हां मुई तो कार चाकर नै मते तो के बांधी नांती मते तो कुटी ये कराय नै मुई ठीक अछि मात्र जीसु कहउचंती जीसु से मान को उत्तर देले सत्य सत्य मु तुम मान कहउची जे के पाप करे से पापर दास दास चिरकाल गृह रे रहइबो नाही पुत्र चिरकाल गृह रे रहिबो बोले बुझी पारलो तापर कहउचन 36 रे ओते पुत्र जदि तुम मान को मुक्त करिवे ताहेले तुम माने प्रकृत रे मुक्त हेबो हम माने बंधन रे अछु कि नै चिंता कर देखो आमे बंधन रे अछु कि नै प्रभु जीशु कहउचंती सत्य ज्ञात हेबो सही सत्य आका तुमको मुक्त करो हैला तमे जेते प्रार्थना करो केते थोर प्रार्थना करी तू मु यार माडगल लेबी ना ताको राटू करी कि ना कहबी ना कोई देखो हैं हैं बहुत थोर करछ ना मुक्त होई पारुछु काई कि मुक्त होई पारुनु काई ना सत्य ज्ञात हो प्रभु जीशु जेतकी वाक्य कहचंती 100% सत्य वाक्य हेबाटा हेबो मात्र आमे सत्य जानिनो हमर आखि रे किस पडिची पर्दा पड़ी जाय सत्य ज्ञात होनु बोले आमे जानि पारु हैला वाक्य रे कोआ होची आमे चर्च रे केतटा रोबार आमे आसीथु जदि मु एबे जदि कहबे जोगेंद्र भाई की हेबल भाई की मोर कथा को आमे परित्राण पाइला पर केतटा रोबार जाइथु हिसाब करबो की हिसाब नै केतटा रोबार मात्र गोटे वाक्य एंती लेखा अछि ए वाक्य मु लेखि नै एक्चुअली खाता रे हां क्षमा करबे जदि का गोटे वाक्य एमती लेखा आइछि माथ्यू 5 23 रे एपरि लेखा अछि आमे एटा केते थोर पढिछु हैला अतएव जदि बेदी निकट को तुमे निजर नैवेद्य आणुथिबा समय रे तुम विरुद्ध रे तुम भाई रो कौन सी कथा अछि बोली सेटारे तुमरो मने पड़े ताहले सही स्थान रे बेदी सम्मुख रे तुमरो नैवेद्य थई देई चली जाओ आगे निज भाई संग रे मिलित हो आ ता परे आसी तुमरो नैवेद्य बोल बुझी हला जदि चांदा देवा को आमे आसुचु जदि नैवेद्य देवा को आसुचु एटा केथर वाक्य पढिथु आमे मुक्त होइचु कि सत को हैं गोटे भाई को आमे क्षमा करि पारुचु गोटे भाई विरुद्ध रे जदि कोन थाउच बोल ताकू डायरेक्ट आमे कहि पारुचु ठीक अछि भाई
ମତେ ତୁ ଏତେ କଷ୍ଟ ଦେଲୁ, ମତେ ତୁ ଏତେ ନିନ୍ଦା ଦେଲୁ, ମୋର ବିରୁଦ୍ଧରେ କେଡେ ବିଷୟ କଲୁ, କେତେ ଥର ନୈବେଦ୍ୟ ଦେଇଥିବୁ ଆମେ ଆମେ କେମିତି ଅଛୁ ବାନ୍ଧି ହେଇକିନା ଅଛୁ। କି ବନ୍ଧନ ଏଟା? କ୍ରୋଧର ବନ୍ଧନ, ରାଗର ବନ୍ଧନ। ମକେ ଯେତକି ହେଲେ ମୁଇଁ ତାକୁ କ୍ଷମା ଦେବି ନାହିଁ। ସେ ମତେ କହିଛି, କାହାକୁ? ଅମିର କୁ କହିଛି। ସେ କିଏ ହଁ ମୁଇଁ ଗୋଟେ ଥର ମୁଁ ଛାନିଆ ହେଇଯାଏ। ମୁଁ ଯେତେବେଳେ କାହା ଗୋଟେ ଆଶା କରେ ଏ ବିଷୟ ମୁଇଁ ସେ ଭାଇରୁ ଟିକେ ପାଇବି, ଆଉ ମୁଇଁ ଅନ୍ୟ ଲୋକ ନାହିଁ, କାହିଁକି ବୋଲେ ଆମେ ଯେମିତି ଅଛୁ ଭାଇ ମାନେ ବହୁତ ସୁନ୍ଦର ଭାବେ ଅଛୁ, ଆମେ ଗୋଟେ ବନ୍ଧନର ପରି ବାନ୍ଧି ହେଲା ପରି ଅଛୁ ବୋଲେ ପ୍ରେମର ବନ୍ଧନରେ। ମୁଁ ଗୋଟେ ଭାଇଙ୍କୁ ଯେତେବେଳେ ଆଶା କରେ, ମୁଁ ତାଙ୍କୁ କହେ, ତାଙ୍କେ ଯେତେବେଳେ ନାଇଁ କହିବେ ମତେ କିଛି ଲାଗବ ନାହିଁ, ମତେ କିଛି ପରି ଲାଗବ ନାହିଁ, ବୋଲେ ନାଇଁ ହେବ ନା, ଓହୋ ଭାଇଙ୍କୁ କଣ ଗୋଟେ କାମ ଥିବ। ସେତିକି ବେଳେ ଆଉ ଗୋଟେ ଭାଇ କହିବେ, ଭାଇ ତମେ ତାଙ୍କୁ ଫୋନ କରିଥିଲ, ସେ ଟାଇମରେ ମୁଇଁ ତାଙ୍କର ପାଖେ ଥିଲି, ମାତ୍ର ତାଙ୍କେ କିଛି କାମ ନଥିଲା, ମନା କରିଦେଲେ ହେଲା ବୋଲେ ପରେ ମୋର ଟିକେ ଦୁଃଖ ଲାଗବ। ସାଙ୍ଗେ ସାଙ୍ଗେ ମୁଇଁ ଡିସାଇଡ କରିବି, ଆରେ ସେଟା ହେଇଗଲା ତ, ଯଦି ମୁଇଁ ତାଙ୍କୁ ମିଶିବି ନାହିଁ ବୋଲେ ମୁଇଁ ନୈବେଦ୍ୟ ଦେଇପାରିବି ବୋଲେ ବୁଝିପାରୁଛ, ଏଟା ମୋର ଲାଇଫର ସତ୍ୟ ଘଟଣା ଯାକ ହେଲା। ମୁଁ ଯାହା କହିବି ସତ କହିବି, ସତ ଛଡା କିଛି କହିବି ନାହିଁ। ଯେତେବେଳେ ମୁଁ ସେ ଭାଇଙ୍କୁ ଦେଖବେ କିଛି ନଥିବ, ମୁଁ ସେ ଭାଇ ପାଖେ ଆଶା କରୁଥିବି ସେ ଭାଇ ଆସିବେ ନାହିଁ, ମୁଇଁ ଭାବି ଯେ ଭାଇ କାହିଁକି ଆଇଲ ନାହିଁ ବୋଲିକିନା ଭାବି କାମ ଯାଇଥିବେ କି କିସ, ମାତ୍ର ଅନ୍ୟ ଭାଇ ଗୋଟେ ଆସି କହିବ, ତମେ ଡାକଲ ସିନା ସେ ଭାଇକୁ ଆଇଲ ନା ବୋଲେ ମୁଇଁ ରିସା ରଖିଥିବାର। ଯଦି ମୁଇଁ ରିସା ରଖିବି, ରବିବାର ଦିନ ଯାଇକିନା ଚାନ୍ଦା ଦେବି, ଖାଲି ଡାବୁ ପକାଉଥିବି ହେଲା। ପରମେଶ୍ୱର ଗ୍ରହଣ କରିବେ ନାହିଁ। ଏ ଡାବୁକୁ କାର ପାଇଁ ପକାଉଛୁ ଆମେ? ଆମର କାମ ପାଇଁ, ପାଷ୍ଟର ଘର ଚଳବା ପାଇଁ। ପାଷ୍ଟରକୁ ଡାବୁ ନାହିଁ କି ପାଷ୍ଟର ଘର ଚଳି ପାରିବେ ନାହିଁ। ଯଦି ଗୋଟେ ଭାଇ, ଯଦି ଗୋଟେ ଭଉଣୀ, ଯଦି ତମମାନଙ୍କ ସହିତ ଝଗଡା ଯାଇ ଫାଷ୍ଟ ଯାଇ କ୍ଷମା କର, କି ବନ୍ଧନରେ ଅଛୁ ଆମେ? କ୍ରୋଧର। ମୁଇଁ କିଏ? ମୁଇଁ ତାଙ୍କୁ କ୍ଷମା କରିବି। ସାଙ୍ଗେ ସାଙ୍ଗେ ଫୋନ କର। ମତେ ଗୋଟେ ଭାଇ ଜଣେ ଫୋନ କରି କହିଲେ, ଭାଇ ମୁଇଁ ତମକୁ ଦେଖିଲି, ତମେ ଏମିତି କି ବୋଲେ ହେଲା। ଖ୍ରୀଷ୍ଟ ଏମିତି ଯୋଉ ଭାଇକୁ ରିସା ହେବା କଥା, ଯୋଉ ଭାଇକୁ ତମେ କ୍ରୋଧ କରବା କଥା, ସେ ଭାଇକୁ ଡାକି ତମେ ଚମିନ ଖାଉଛ। କେମିତି ହେବା କଥା? ମୁଇଁ ତାକୁ କହିବା କଥା, ତୁଇ ମତେ କାହାକୁ ମନା କଲୁ? ମତେ। ଉପାସନା ଚର୍ଚ୍ଚରେ କେମିତି লিডিং କରୁଛି ଜାଣିଛ? ଉପାସନା ଚର୍ଚ୍ଚରେ କେମିତି ବାକ୍ୟ ଜାଣିଛ? ସଣ୍ଡେ ସ୍କୁଲ କେମିତି ଚଲାଉଛି ଜାଣିଛ? ତମେ କିଛିଟା ବାକ୍ୟ ଜାଣିଛ, ମୁଇଁ କେତେ ବାକ୍ୟ ଜାଣି, ତମେ ଗୋଟେ ମତେ ମନା କରବ, ଏଟା କିଛିଟା ଏଟା? ପ୍ରଭୁ କହୁଛନ୍ତି, ଯଦି ବେଦୀ ନିକଟକୁ ତମର ନୈବେଦ୍ୟ ନେଇ ଯିବାକୁ ଚାହୁଁଛ, କ୍ରୋଧରେ ଆଇଲେ ଗ୍ରହଣ ହବ ନାହିଁ, ଖାଲି ଡାବୁ ଦୁଷବ, ଖାଲି କେତେ ଟଙ୍କା ବୋଲେ ଗଣା ହବ, ଖାଲି ସେ ଗଣାରେ ନାଇଁ କି ଆମର ଖାତାରେ ଆକା ଲେଖା ହବ, ଆଜି ଏତିକି ଟଙ୍କା ଦାନ ହେଲା, ମାତ୍ର ସ୍ୱର୍ଗର ଖାତାରେ ଲେଖା ହବ ନାହିଁ। ହେବ ଆମେ ଦାନ ଦେବା ଆଗରୁ ଜାଣିଥିବାର, ସେଟା ପାଇଁ ଆମେ କିସ ପାଇଁ କହୁଛୁ, ହାତରେ ଧର, ପ୍ରାର୍ଥନା କର, ମନେ ପକାଅ, କାହାର ବିରୁଦ୍ଧରେ କଣ ପାପ କରିଛ, କାହାକୁ କିଛି କହିଛ ବୋଲେ ଟିକେ ପଶ୍ଚାତାପ କର, ଆଉ ପକାଅ। ସବୁ ଡାବୁ ନେଇଯିବେ କି? ମୁଁ କାହାର ପଇସା କେବେ ନିଏ ନାହିଁ। ମତେ ସେ ଅରୁଣ ଭାଇ କେତେ ତୋର ଅଫର ଦେଲାନି, ନେଇ ନାହିଁ। ମାତ୍ର ଆମର ଭଉଣୀଙ୍କର ଆଇ ମା ଆସିଥିଲେ, ମୁଁ ଖାଲି ଏତିକି ଶୁଣିଲି, ଆଙ୍କେ ଆଗରୁ ମଧ୍ୟ ପ୍ରାର୍ଥନା କରୁଛନ୍ତି, ତାଙ୍କର ଦାନ ମୁଇଁ ଗ୍ରହଣ କଲି। କାହିଁକି ବୋଲେ ମତେ ପ୍ରଭୁ ବି କହିଲେ, ନାଇଁ ଦାନ ଗ୍ରହଣ କର। ଟଙ୍କା ବେଶୀ କି ଅଳ୍ପ ସେଟା ମାଇନେ ଯାଏ ନାହିଁ, ସେ ଦାନ କେମିତି ଦାନ ସେଟା। ଗୋଟେ ବୁଢୀ ମାର 2ଟା ମୁଦ୍ରା ଥିଲା, ସେ ସବୁ ଦେଇଦେଲେ। ସେ ବଡ ଦାନୀ ନା, ଏ 1,00,000 ଦେଇକିନା ତମେ ମୋର ପାଇଁ ପ୍ରାର୍ଥନା କଲ, ମୁଇଁ ତମକୁ କେତେ ଦେବି କହ, କେତେ ଦେବି କହ, ଥାଉରେ ତୋର ପଇସା। ଗିହେଜୀ ବୋଲି ଜଣେ ବ୍ୟକ୍ତି ଥିଲେ, ସେ ଧନ ଲୋଭ ହେଇକିନା ନାମାନ କୁଷ୍ଟିର କୁଷ୍ଠ ରୋଗ ଘର ଯାକ ସବୁ ଧରାଇ ହେଲେ। ଆମେ ଆନନ୍ଦ ନେଇଯିବୁ ବୋଲେ, ମୁଁ ଏଟା କାହିଁକି କହୁଛି, ଆମେ ବି ଏବେ ବନ୍ଧନରେ ଅଛୁ, ସତ୍ୟ ଜ୍ଞାତ ହଉ। ଦେଖ, ଜଣର ବିରୁଦ୍ଧରେ ଆମେ ଭୁଲ କରୁଥିବୁ, ମାତ୍ର ଆମେ ଜାଣିପାରୁନଥିବୁ। ଜଣକୁ ମିଥ୍ୟା କହୁଥିବୁ, ମାତ୍ର ଆମେ ଜାଣିପାରୁନଥିବୁ। ଗୋଟେ ବଚସା କରୁଥିବୁ, ମାତ୍ର ଆମେ ଜାଣିପାରୁନଥିବୁ ଏଟା ବଚସା। କିସ ପାଇଁ ଜାଣିପାରୁନୁ? ସତ୍ୟ ଜ୍ଞାତ। ସତ୍ୟ ତମେ ଜ୍ଞାତ ହବ, ସେଇ ସତ୍ୟ ତୁମକୁ ମୁକ୍ତ କରିବ। ଆମେ କାର ଦାସ ଅଛୁ? ଏ ଜିହୁଦୀ ମାନେ
जे माने जीशु को विश्वास करुथिले से माने कहले आमे अब्राहम को वंश आमे केबे कार दास न मात्र कार दास अछंती पापर दास ए पाप एंती करबो तुमको दास कर दास बोले बुझी पारतो तो से माझी दास सेता नहीं माझी दास बोले ना बोले टाइटल नहीं दास बोले चाकर नहीं आरी किस अछि की नहीं चाकर आका ठीक अछि हैं नहीं चाकर नहीं कि बेटी काम करवा लोक किसटा नहीं कि आमर भाषा बेटी काम कर नहीं कि आरे 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 बोले डाबू जदि देई देलु जनको जदि पैसा देलु से आमर काम न करवा जक ताको छाड़बू ए पाप किस करबो जदि गोटे विषय कलो तुमको बांधी रखि दो चाकर पर तुम आराधना करबी बोले आराधना करबा को देबो तुम परमेश्वर को प्रशंसा करबी बोले प्रशंसा करबा को देबो तुम परमेश्वर को वाक्य कहबी बोले कोई पारबो की एबे हमको सबको दायित्व दे छै हला खाली मते नहीं कि दुई भाई को नहीं आपण मानकर भी दायित्व वाक्य कहबा तुम वाक्य ठिया ही कहउथबो एटी मु कहू एबे कहबी नहीं वाक्य ठिया कहबी आपना प्रतिवासी को आत्मतुल्य प्रेम कर अरे बाबू तो राखी कुटा टिके देख हैं एडकी बड़ कुटा ये रखिछु तुई किस आत्मी को प्रतिवासी को प्रेम कर बोलबु निजर भाई सहित उठी बसुचु दिन राति कथा होचु ताकू क्षमा करि पारुनु अरे तुई प्रतिवासी को क्षमा कर बोली कहबाकू मते डेरिंग आइबो कि कहबाकू मुई पुनी बेबिचार रे पडिथिबि मुई अन्य स्त्री मान सहित लटर पटर थिबि अन्य झियो सहित थिबि आ इटी मुई आसी कहबी बेबिचार करो नाही कहि हेबो हैं वाक्य कहबाकू केते कष्ट पड़वा पड़ो जानिछ कष्ट बोले बाइबल पढ़वाटा नहीं कष्ट बोले बाइबल पढ़ी ओ खातार लिखि देबी ओ 10टा लिखि देली 15टा लिखि देली कहि देबी 15टा सरवा जाको कोई बाकी सेटा नहीं केते कष्ट आमे पढुछु मते जणा हला मते इच्छा नहीं ना मते पाप करबा इच्छा नहीं बोलुछ कि मुई तार दास हेबा को चाहू नहीं हालेलुया ए शरीर केंती शरीर देखो गालातिय 5:19 रु शरीर कार्य गुड़िक तो षष्ठ रूपे जना फास्ट किसटा आसुची शरीर कार्यर फास्ट कार्य आउची किसटा बेविचार ए शरीर को बेविचार इच्छा नहीं इच्छा नहीं आमे एबे आइला बेले गोटे भाईंकर कथा होथिलु दीर्घ 5-6 वर्ष बणी स्वामी स्त्री अन्य अछन स्वामी स्त्री एते झगड़ाई एते अन्य अछंती हेले मिसा से भाई नहीं कि स्त्री को झियो को देखि ना काई कि जानि तो तांको इच्छा नथिबो तांके एबे तांको कुआउ जे तमे चाइबो बोले एबे गोटे झियो अणाबो तमे चाइबो बोले एबे मोर झियो को मैरिज हो बोले तांको ऑफर दो तांकर भी गोटे झियो अछि मात्र तांके किस पाई करू नाते जानिछो परमेश्वर वाक्य को प्रेम करते हालेलुया परमेश्वर वाक्य रे दास होइछन तांके परमेश्वर को दास तांके पुलपिट छिड़ाई किना जेते बेले वाक्य कहबे सेते बेले लोक जानबे बोले किस कहबे हैं बेबिचार बेबिचार मुई करबी नै बोले तांके नाकी चाऊ मिसा नांते कि मुई एंती काम करे बोले परमेश्वर को जने दास होतन पाका पाके 5 वर्ष होई गलानी तांकर घर ये किना केते तो गोड़ गोटे पो पिलाई गोड माइदिर गोड़ धरला पर धरु चंती एले मिसा बात किस करो छाड़ो बोले बेबिचार देखो शरीर रो कार्य रे टॉप लिस्ट रहला किसटा बेबिचार बेबिचार काकू इच्छा नै हैं काकू इच्छा नहीं भौणी मान को इच्छा नथिबो ना भाई मान को इच्छा नथिबो हैं बेबिचार किसटा हैं जानिछु कि नहीं केते बेला हमें जानलु बेबिचार पाप बोली जेते बेला हमें यीशु ख्रीष्ट को ग्रहण करलु हमें सत्य जानलु सेते बेला जानलु बेबिचार होउची पाप आगरे दास थिलु पाप रो तुई किसटा तुई हां कहबू कि नहीं नले डाबू देले माइजी मान को भी बिडरा नितिला किस को तुई किसटा तोर एंती हैं नहीं बेविचार करबा को डेरिंग रे आरी आमर वंशर लोक माने दुईटा लगा नथिले चलबो नहीं जेते बेला हमें सत्य ज्ञात हलु किसटा जानलु एटा किसटा एटा
पापर दास रे रही चुका आमे आमको आमे किस पाइलु यीशु को आमे जेते बेले हृदय रे विश्वास कलु आ मुख रे स्वीकार कलु रोमियो 10:10 अनुसार आमे किस पाइ हेलु आमे मुक्त हेलु आमे परित्राण पाइलु हालेलुया हम्म। चोरी करबा को इच्छा नहीं कि हमको हैं मिच कहबा को इच्छा नहीं गोटे मिच लुचाइबा केटा मिच कहिथिबो सेटा दास ହେଲା ବୁଝିପାରିଲ ଦାସ ବୋଲେ କିଟା ମିଛ ଆମକୁ ଏମିତି ବାନ୍ଧି ଦେଇଛି ଗୋଟେ ମିଛ ଲୁଚାଇବା ପାଇଁ 10ଟା ମିଛ ଏମିତି କି ବେଶୀ ମିଛ ଖ୍ରୀଷ୍ଟିଆନ ମାନେ ଅନ୍ୟ ଲୋକ ମିଛ କହିଲେ ମିଛ ନାହିଁ ଏତିକି ମନେ ରଖିଥ ଆମେ ମିଛ କହିଲେ ମିଛ ସେମାନେ ଜାଣିଛନ୍ତି ପ୍ରଭୁଙ୍କୁ ସେମାନେ ସତ୍ୟ ଜାଣିଛନ୍ତି ଆମେ କିଏ ଆମେ ସତ୍ୟକୁ ଜାଣବା ଲୋକ ହାଲେଲୁୟା ଯଦି ଆମେ ମିଛ କହୁଛୁ ବୋଲେ ଆମେ କାର ଦାସ ଅଛୁ ଜାଣିଦବା କାର ଟି ଅଛି ଆଖିରେ ମିଟକା ମାରିନଥିବ ଲୋକ ମାନେ ମିଛ କହିବେ ସେଟା ବି ମତେ କହିବେ ଭାବେ ଅମିର ଭାଇ କିଛି ଜାଣିବେ ନା ମୁଁ କହୁଛି ପରା ପ୍ରଭୁ ଏମିତି ଗୋଟେ ଶକ୍ତି ଦେଇଛନ୍ତି ମୁଁ ଖାଲି କହିବି ନାହିଁ ଭିତରର କଥା ଜାଣିଥିଲି କିଛିଟା ଚିନ୍ତା କରୁଛନ୍ତି ମିଛ କହିଲେ କାହାକୁ ଗୋଟେ କହିଦେଲେ କହିଦେଇ ହବ ମୁଇଁ ତ ସେ ମିଛରାର ଖେଳାଡି ଥିଲି ଖତର କା ଖିଲାଡି ପଡିଥିଲି ମିଛ କହିବାକୁ ଠକବାକୁ ବରୁ ପାରବେ ନାହିଁ ଦେଖୁ ଦେଖୁ ଆଖି ଏମିତି ଥିବେ ସେଠୁ ଖସବାର ଥିବ କାନ୍ଦ ବୋଲେ କାନ୍ଦି ବୋଲେ ଆକ୍ଟିଂ ରେ 1 ନମ୍ବର ପଡେ ଆଉ ମୁଇଁ ଜାଣିବି ନା ଲୋକ ଆକ୍ଟିଂ କରୁଛି କି କିଛିଟା ବୋଲି ପ୍ରଭୁଙ୍କୁ ପାଇଲୁ ବୋଲି ନହେଲେ ଆମେ ବି ସେ ଦାସରେ ଏକା ଥିଲୁ ସାଙ୍ଗେ 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 ପ୍ଲାନ୍ ସେମିତି କିସ୍ କରଲେ କେମିତି କରଲେ ମନ୍ଦ ବିଷୟ ହେବ କେମିତି କରଲେ ମନ୍ଦ ଖରାପ ହେବ କେମିତି କଲେ ଲୋକ ଇଏ ହେଇଯିବେ ସବୁ ଥିଲା ସବୁ ଜ୍ଞାନ ଭର୍ତ୍ତି ଥିଲା ମାତ୍ର ପ୍ରଭୁ ମୁକ୍ତ କଲେ ହାଲେଲୁୟା ଏବେ ମିଶା ଯଦି ମୁଇଁ ସତ୍ୟ ଜ୍ଞାତ ହେଇ ସେଇ ସତ୍ୟ ମତେ ମୁକ୍ତ କଲା ଏବେ ମିଶା ମୁଇଁ ମଞ୍ଚି ପାପ କରିବି ବୋଲେ ହେବ କି ବୋଲେ ମୁଇଁ କାର ଦାସରେ ଅଛି ପାପରେ ଦାସରେ ପାପ କର ସହିତ ଇଏରେ ଶରୀର କାର୍ଯ୍ୟ ପଡିଏ କରବା ଦେଖ ଏ ସବୁ ବିଷୟ ଆମର ଟି ଅଛି ହେଲା ବେବିଚାର ଅସୁଚିତା କାମୁକତା ବୋଲେ ବୁଝି ପାରୁଛନ୍ତି କି ଅସୁଚିତା ବୋଲେ ପବିତ୍ର ହେବାକୁ ଯୋଉଟା ଦଉନଥିବ ହେଲା ଏବେ ଅସୁଚିତାର ସବୁରୁ ବେଷ୍ଟ ବିଷୟ ଯଦି ଜଣାଇବି ବୋଲେ ପୁଡ଼ିଆ ଖାଇଲେ କିସ ହବ କୁହ କ୍ୟାନ୍ସର ଭଲଟା କି ଖରାପଟା ଗୁଡାକ ଖାଇଲେ କିସ ହେବ ସିଗାରେଟ ଟାଣିଲେ କିସ ହେବ ମଦ ପିଇଲେ କିସ ହେବ ଟିବି ହେବ ନାଇଁ ଜାଣିଛୁ କି ନାଇଁ ମାତ୍ର ସେ ଅସୁଚିତାରୁ ଆମେ ବାହାରିଥିଲୁ କି ତମେ ଯେତିକି କୁହ ବାହାରି ପାରବେ କି ଯୋଗେନ୍ଦ୍ର ଭାଇଙ୍କ ଶ୍ୱଶୁର କହିବେ ମାଇଜି ଛାଡିଦେବି ସିନା ମଦ ମାତ୍ର ତାଙ୍କେ ଯେତେବେଳେ ସତ୍ୟ ଜ୍ଞାତ ହେଲେ ତାଙ୍କେ ଆଗେ ଆସି ବଚନ ବୋଲେ ଅସୁଚିତା ବୋଲେ ସେଟା କାମୁକତା ବୋଲେ ବୁଝିପାରୁଛ କି କାମୁକତା ବୋଲେ କିଟା ଭିତରେ ଗୋଟେ ଏମିତି ଥିବ ବୋଲେ ସେକ୍ସ କରିବାକୁ ଏମିତି ଗୋଟେ ଅଭିଳାଷ ଥିବ ଯାହାକୁ ଦେଖିଲେ ଯେମିତିଟା ଦେଖିଲେ ତାର ସହିତ ମୁଁ ବେବିଚାର କରିବି ସେଟା କହିବେ କାମୁକତା ଭଲ ଜିନିଷ କି ଏଟା ସବୁର ପାଖେ ଥିବ ହେଲା ଆମର ପାଖେ ବି ଥିଲା ପ୍ରତିମା ପୂଜା ବୋଲେ ଆମେ ଖାଲି ଷ୍ଟାଚ୍ୟୁ ବୋଲୁଛୁ ସେଟା ନାହିଁ ହେଲା ବିଦ୍ରୋହ ପ୍ରତିମା ପୂଜା କୁହୁକ ବୋଲେ ଆର କଥା ତାକୁ ତାର କଥା ଏମିତି ନାଇଁ କି ଶତ୍ରୁତା ବିବାଦ ଦୋଷ କ୍ରୋଧ ସ୍ୱାର୍ଥପରତା ଦଳଭେଦ ଏଟା ବେଶୀ ଥିବ ମତଭେଦ ଈର୍ଷା ବୋଲେ ବୁଝିପାରୁଛ ତ ଈର୍ଷା ବୋଲେ ଆମର ଭାଷାରେ କୁଟ ହେଲା କୁଟ ଯୋଉଟା କୁଟ ଗୋଟେ କପଟ ମିଶା ଗୋଟେ ଦୁଇଟା ୱାର୍ଡ କୁଟ କପଟ କରବାଟା ଗୋଟେ ଅନ୍ୟ କୁଟ କରବାଟା ଅନ୍ୟ ହେଲା କୁଟ କପଟ ନେଇକି ମତତା ରଙ୍ଗରସ ଏସବୁ କାହାକୁ ଇଚ୍ଛା ନାହିଁ ଏସବୁ ନାଇଁ କି ପାପରେ ଆମକୁ ବାନ୍ଧି ରଖବା ବିଷୟ ଆମକୁ ପାପ କରିବାକୁ ମଞ୍ଚି ପାପ କରିବାକୁ କିସ କରବ ବାନ୍ଧି ରଖ ମାତ୍ର ପ୍ରଭୁ ଯୀଶୁ କହୁଛନ୍ତି ଆମେ ଏମାନେ କହିଲେ ଜିହୁଦୀ ମାନେ ଆମେ ଅବ୍ରାହ୍ମଙ୍କର ବଂଶ ଆମେ କେବେ କାର ଦାସ ହୋଇନ ମାତ୍ର ପ୍ରଭୁ ଯୀଶୁ ଦେଖାଯାଏ ତମେ ଗୋଟେ ଲୋକର ଦାସ କାର ଦାସ ପାପର ଆମେ ମିଶା ପାପର ଦାସ ଥିଲୁ କି ନାହିଁ ଏବେ ମିଶା ଯଦି କୋଉଟା ଅଛି କହିବାର ଯେ ପ୍ରଭୁ ମୁଁ ଏ ବିଷୟ ପାରୁନାହିଁ ମୁଇଁ ଈର୍ଷା କରବାଟା ଛାଡି ପାରୁନାହିଁ ମୁଇଁ କ୍ରୋଧ କରବାଟା ଛାଡି ପାରୁନାହିଁ ମୁଇଁ କୁଟ କହିବାଟା ଛାଡି ପାରୁନାହିଁ ମୁଇଁ କପଟ କରବାଟା ଛାଡି ପାରୁନାହିଁ
ମତେ ଏବେ ଯଦି ଭଲ ପଢବାର ଅଛି ହେଲା, ଯଦି ଉଦାହରଣ ଦେବା, ଆମେ ଜଗତରେ ରହୁଛୁ, ଆମକୁ ଧନ ସମ୍ପତ୍ତି ବି ଦରକାର ନାଇଁ କି? ଉଦାହରଣ, ଯଦି ମତେ ଏବେ କାର ଦରକାର, ମତେ ଦରକାର କି ନାଇଁ? ମୁଇଁ ତ ନେକ୍ସଟ ବର୍ଷ ଆଣିବି ବୋଲି ଇଏ କରୁଛି, କାହିଁକି ବୋଲେ ଆମେ ଅସୁବିଧା ହେବାକୁ ଦରକାର ନାହିଁ ହେଲା। ଯଦି ମତେ ଗୋଟେ କାର ଦରକାର ଅଛି, ମୁଇଁ ନ ଆଣୁ ଆଣୁ ମତେ ଇଚ୍ଛା ଅଛି ମତେ କାର ଗୋଟେ ଦରକାର, କାର ଦରକାର, ହେ ବଳ ଭାଇ ଏବେ ଧରି ବାରି ଆଇଲେ, ମୋର ଜୀବନ କେମିତି ହେବ? ହଁ ମୁଇଁ ଆଣି ନାହିଁ, ଏ ଧରି ବାରି ଆଇଲା, କେମିତି ଆଣଲା? ତାର ଗାଁରେ ଗଲେ ଏଟା ସେଟା ଜାଲ ମାଲ କଲେ, ଏଟା କଲେ ବୋଲେ ଆମର ଚିନ୍ତାଧାରା ବୁଝିବା ସତ କି ନାଇଁ ନା ମିଛ କହୁଛି? ଜଣେ ଘର ଯଦି ବାନ୍ଧୁଛନ୍ତି, ସେ କେତେ କଷ୍ଟ ପଡିଥିବ କିସ? ଜଣେ ଯଦି କାର ଆଣୁଛି କେତେ କଷ୍ଟ ପଡିଥିବ କିସ? ଆମେ ତାକୁ ଦେଖୁଥିଲେ ଆମେ କରିପାରବା କି? ପ୍ରଭୁ ସେଟା କହୁଛନ୍ତି, ଦାସ ହେଇ ରହିବାର ନାହିଁ, ଆମେ ପୁତ୍ରତର ଆତ୍ମା ପାଇଛୁ, ଆମେ ସେ ଦାସରୁ ମୁକ୍ତ ହେବାର ଅଛି, ପାପରୁ ମୁକ୍ତ ହେବାର ଅଛି, ସତ୍ୟ ଜ୍ଞାତ ହେବ, ସେଇ ସତ୍ୟ ତୁମକୁ ମୁକ୍ତ କରିବ, କିଏ ମୁକ୍ତ କରିପାରିବେ ନାହିଁ ହେଲା। ଦାବୁ ଦିଅନ୍ତୁ ତ ମତେ କେ କାର ଆଣନ୍ତୁ ବୋଲି, ଆଣି ହେବ ବୋଲୁଛ? କଷ୍ଟ କହିବେ କି ନାଇଁ? ହେବାର ଥିଲା ବୋଲି ହେଲା ବୋଲି, ଏଇ କଥା ତ ଆମେ ବାର ବାର ଶୁଣିଥିବୁ। ପ୍ରଭୁର ଇଚ୍ଛା ନଥିଲେ ଆମର କିଛି ହେବ ନାହିଁ, ପ୍ରଭୁର ଯଦି ଇଚ୍ଛା ଅଛି ବୋଲେ ହେବାଟା, ଆମେ ଧନ୍ୟବାଦ ଦେବାଟା ଶିଖବାର ଅଛି। ବୋଲେ ଏଇଟା ହଉଛି ଶରୀର କାର୍ଯ୍ୟ, ଏ ଶରୀର ଏଟା ଲୋକକୁ ଯଦି ଭଲ ପଢବାର, ଲୋକର ପିଲା ଯଦି 10th ପାସ୍ ହେଇଗଲେ, ଆମର ପିଲା 10th ପଢୁଥିବ, ପଢୁ ମିଶା ନଥିବ ହେଲା, ଆମର ପିଲା ଏବେ 6th ପଢୁଛି, ଲୋକର ପିଲା 10th ପାସ୍ ହେଇ ଟପ୍, ଆର ପିଲା 10th ଟପ୍ ହେଇଗଲା, 10th ରେ ଟପର ହେଇଗଲା, ଆମର ପିଲା ହେବ ଗଦ ମୁଣ୍ଡା ହେଇ ବସିଥିବ, ତାକୁ ଉତ୍ସାହିତ, ବାହ ତାଙ୍କର ପିଲା 10th ପାସ୍ ହେଲା ବୋଲେ, ଆମର ପିଲା କହିବା ଦେଖରେ ପଢ, ସେ ଭାଇ କୁ ଦେଖୁଛୁ, ସେ ଭାଇ ସହିତ ଟିକେ ଭେଟ, ସେ ଭାଇ କେମିତି ପାଠ ପଢିଲା, ଆମର ନାଇଁନି, ତାର ପିଲା ପାସ୍ ହେଇଗଲା, କପି ନ କରିଥିଲେ ପାସ୍ ହେବ କି? ପାସ୍ ହେବ ଆମର ପିଲା। ଆମେ କି କାହିଁରେ ଅଛୁ? ଦାସରେ ଅଛୁ। ଦାସ, ଦାସ କେବେ ଗାଈକୁ, ବନ୍ଧା ହେଇଥିବା ଗାଈକୁ କିସ୍ କରୁଥିବ ସିଏ? କହି ଦେଖ, ଟିକେ ବୁଲାଉଥିବ, ଗୋଟେ ଖୁଟରେ ଗାଈକୁ ବନ୍ଧା ହେଇଛି, କିସ୍ କରୁଥିବ? ଆମେ ଦେଖୁଛୁ କି ନାଇଁ? ଗାଈ ଦାନା ଦଉଥିବ ନା, ସେ କିସ୍ କରୁଥିବ? ଗାଈ ଚୁପଚାପ ହେଇ ବସିକିନା ଏମିତି କରୁଥିବ ନା, ଆରେ କିସ୍ କରୁଥିବ କି? ଯିବି ବୋଲି ଉଠିଲେ, ଏମିତି ଉଠିଲେ ଝିକି ହଉଥିବ, ଆରି ଯାଇକିନା ଚୁପଚାପ ସିଟି ଆକା ହାଗୁଥିବ, ସିଟି ନା କେମିତି? ତାକୁ ଦେଖିଲେ ବୋଲି, ଦେଖିଲେ ତାର ସବୁ ବାଟି କିସଟା ଥିବ, ଗୋବର ଆକା ଲାଗିଥିବ। ପାପରେ ଯଦି ଆମେ ବାନ୍ଧି ହେଇଛୁ, ଆମେ ଉଠି ପାରବାନି ହେଲା, ସେ ପାପର ଦୌଡ଼ି ଆର ସେ ପାପର ଖୁଟ ଆମକୁ ଏମିତି କରିଦେଇଥିବ, ସେ ପାପରେ ଆମେ ଚକଟି ଆକା ହେଲା, ଯେତେ ଚେଷ୍ଟା କରୁଥିବୁ ନାଇଁ ମୁଇଁ ଉଠିବି ବୋଲେ, ଠିଆ ହେବି ବୋଲେ ନାଇକି, ଡେଙ୍ଗା ମୁଣ୍ଡେ ଠେଙ୍ଗା ଗଲା ପରେ କହିବେ କି ନାଇଁ, ମୁଣ୍ଡେ ପାପ ବାଦଲା ପରେ ବାବି କିସଟା ନହେଲେ କିସଟା ଦେଖ, ଗୋଟେ ଯଦି ପାପ ଯଦି କରିବ, ତାର ସହିତ ଅନେକ ଲୋକ ନାଇଁ କି ସାଙ୍ଗେ ସାଙ୍ଗେ ଆଇବ, ସାଙ୍ଗେ ସାଙ୍ଗେ କରବ। ଦେଖ ଉଦାହରଣ ହେଲା, ଏବେ ଏବେ ଆମେ ପ୍ରାର୍ଥନା କରୁଛୁ, ଭଲ କାମ କି ନାହିଁ? ଉପବାସ କରୁଛୁ, ଭଲ କାମ କି ନାହିଁ? ସୌଭାଗିତା କରୁଛୁ, ଭଲ କାମ କି ନାହିଁ? ଚର୍ଚ୍ଚ ଆସୁଛୁ, ଖରାପ କାମ କି? ଭଲ କାମ କି ନାହିଁ? ଆସୁଛୁ, ଚର୍ଚ୍ଚ ଆଇବାକୁ କେତେଟା କଷ୍ଟ ଦେଇ ଆସିବାକୁ ପଡୁଛି କହି ଦେଖ। ସକାଳୁ ଉଠିବାର ଅଛି, କେତେ କଷ୍ଟ କି ନାହିଁ? ବାଧ୍ୟ, ଇଚ୍ଛା ନଥିବ, ଇଚ୍ଛା ଥାଉଛି, ଇଚ୍ଛା ନଥିବ, ଚର୍ଚ୍ଚ ଯିବାର ଅଛି, ଭଲ କାମ ନା ଖରାପ କାମ? ବୋଲେ ଦେଖ, ଭଲ କାମ କରିବାକୁ ଆମକୁ କେତେ କଷ୍ଟ ଲାଗୁଛି, କେତେ ଭଲ କାମ କରିବାକୁ, କାହାକୁ ମାଡ ଗୋଳ ଲାଗବାକୁ ଦେଖ, ଜୋର ହେଇ ସେ ଢୁଲି ଥିବ, ଶୋଇଥାଉ ହେଲା, ସତ ଦେଖିଥିବ କି ଦେଖ କି ନା, ଜୋର ହେଇ ସେ ଥୁର ହେଇ ଟାଇପେଟ ହେଇଥାଉ, ସିଆଡେ ଶୁଣିବ ନାଇଁ ତମର ପିଲାକୁ କେହି ଗୋଟେ ମାଡ ଗୋଳ ଲାଗୁଛି ବୋଲେ, ଚୁପ ଚାକ ହେଇକିନା ସେ ଟାଇପେଟ ଜୋର ଛାଡି ଦେଇକିନା ତାକୁ ଯାଇ ପାଟି କରିବାକୁ କୁଆଡ ରୂପା ବୋଲେ, ପାପର ଶକ୍ତି ଆକା ସେମିତି ହେଲା। ଜଣକୁ କ୍ରୋଧ କରବାର ଅଛି, ଦେଖ ଉପବାସ କର, ଉପବାସ କରୁଛୁ,
उपवास भी करूथाओ भितरे जदि क्रोध अछि जणे जदि पार्टी करू करू केमती लागुची हमको है कार कथा कहते मोर कथा कहूँ मते कहबे कि धन्यवाद दे मुझे प्रभु को पाइलु बोले आमे मुक्त होइछु एबे इच्छा लागुन नले ते 4-5 दिन रे केड़े बड़ बड़ झगड़ा होइतांता हमर मां जोता साक्ष्य दउतिला केड़े बड़ बड़ झगड़ा होता खाली फोन मोर भाई कहला परा मु जते बेले परित्राण पाइली डेली प्रार्थना बाटे आइली मोर भाई कहला हमर गोटे हाथ गोटे दुर्बल गला बोले बुझी पारुछ कि अमीर बोले हमर साई भीतर जाया का पचारबार अछि हला देखबा को एंती ना कातारे पारबे ना बळरे भी पारबे सेंती मात्र जेते बेले प्रभु को पाइलु लोक सियाडरू गाली करतु हमर निजर जगह रे मिसा लोक आसीए कहले मु घरे कहते काई कि तुमको एटा एटा धेरी जाई हबो कि एटा पे माडगोल लागबो कि एटा नले आगर परेली के रे चलो रे आसो आसो फोन कर देले सेंती थिला बोले आगरे सेटा एबे बोले मु कहवा को कोन चाहू ए पाप हमको नहीं कि कुआर कुआर शक्ति दे देबो राटू न हेबा लोक राटू जबे मात्र भलो काम करबी बोले आमे और शरीर हमको सपोर्ट देबो ने होला उपवास करो शरीर सपोर्ट देबो कि नहीं कि से जाकूब भाई गोटे गीत लिखिथिले मद पी पी पारा लागलानी पुड़िया खा खा पारा लागलानी आमे परित्राण पाई गलुनी मात्र से टेस्ट पासरी होउची कि पासुर लोके भाई हां से पेडम रो टेस्ट एबकु भी होची पेडम पी पी पारा नी बिडी टान टान पारा एटा के कहउची एटा ए शरीर जदि थोरे तमे पळाइलो थोरे खाली टच कलो नी कि काई बोले मु जते बेले ट्रेनिंग करले गोटे भाई कहथिले see and enjoy but don't touch बोले बुझवालो हवा आदम को जो फल देइथिले देखो देखुथिले कि नहीं एन्जॉय करो मात्र छुइबो जो दिन छुइबो नितांत मरो नहीं बोले आमको जदि एबे परित्राण पाइछु हमर आगरे केंती आसुची एबे आसु कि नहीं हां नहीं बेले बेले स्वप्न रे भारी आउथि नहीं कि राजबार रे पहुंचीचो नहीं कि ना कोटी भाई तुम हमर साई आ तो ना बसीचु ओ ठंडा ग्लास रे पडुची बोले लोक को आमे देखले मिसा केंती डेली देखला पर हमर भाई मान बसते काई बोला आगे मुई भी सिटी आगे तिल ग्लास मैन आमे हमर आरे नाइ ने हला हमर भाई माने दुख सुख रे जे ठिया से पीबाटी खाइबाटी मारबाटी सब आमे तीन भाई हमर तीन भाई सेंती मोर भाई माने मिसे पकौथिबे जदि माल बोले मोर भाई बोले विश्वास बोले आमे ख्रीष्ट रे थिबा भाई माने हला मोर अंशर वंशर भाई माने से माने मद डालु थिले मुझे पी देबी कि मात्र शरीर किस कहथिबो मद पी पी पारा लागसी पुड़िया खा खा पारा लागसी देखी हेबो मात्र जो दिन आमे से पापर दासरो मुक्त होला पर आरी सेटा को छुईलु बोले की से जबो के देखबो के देखबे हां एबे आमे बाटरे गोला बेले जाउछु नै कि आमे एबे तो अशोकाई पुत 4 जण जीवो नै कि बदे गायत्री रहइबो ना जीवो हां 4 जण जीवो जोगेंद्र भाई को आमे शिफ्ट कर देबो अशोक भाई घर गाड़ी रे चलो तमे चलो आमे आसु मना करबे ना जीवे एला हेवळ भाई रो मोर प्लान करू भाई ठीक है नहीं के देखबे के कहबे बोले बुझी पारुछ पाप करबा को दुनिया रो प्लान होती पाप तुमको दास कर दो ए हाथ को एंटी कर दबो ए हाथ प्रभु को आड़े मुई आराधना करबी ये करी बोला से पाप रो दास से दौड़ी एंती जीगु थिबो जारे मद बोतल धर बोला पर जारे माइजी को मार बोला पर जारे तार पाके टिके जा बोला पर बोले सत्य तमे ज्ञात हेला का मुक्त हेबो रोमियो पढलु के आमे रोमियो 6:16 दिए पर लेखा अछि मृत्युजनक पाप किंवा धार्मिक जनक
आज्ञा बहता ଏହା ମଧ୍ୟରୁ ଯାହା ନିକଟରେ ତୁମ୍ଭେମାନେ ଆଜ୍ଞାବହ ହେବା ନିମନ୍ତେ ଆପଣା ଆପଣାକୁ ଦାସ ରୂପେ ସମର୍ପଣ କର ଅର୍ଥାତ୍ ଯାହାର ଆଜ୍ଞା ପାଳନ କର ତାହାର ଯେ ତୁମ୍ଭେମାନେ ଦାସ ଅଟ ଏହା କଣ ଜାଣ ନାହିଁ? କେତେ ସୁନ୍ଦର ଦେଖ ମୁଁ ପଢୁଛି ମୃତ୍ୟୁ ଜନକ ପାପ କିମ୍ବା ଧାର୍ମିକତା ଜନକ ଆଜ୍ଞା ବହତା ବୋଲେ ମୃତ୍ୟୁ ଜନକ ପାପ ବି ଅଛି ଆର ଧାର୍ମିକତା ଜନକ ଆଜ୍ଞା ବି ଅଛି ଏହା ମଧ୍ୟରୁ ଯାହା ନିକଟରେ ତୁମେ ମାନେ ଆଜ୍ଞା ବହ ହେବା ନିମନ୍ତେ ଆପଣା ଆପଣଙ୍କୁ ଦାସ ରୂପେ ସମର୍ପଣ କର ବୋଲେ ବୁଝିପାରିଲ କି ପାପର ମଧ୍ୟ ଆମେ ଦାସ ହେଇପାରବା ଧାର୍ମିକତାର ବି ଦାସ ଆମେ ତାପରେ ଚିଠି ଲେଖୁଛନ୍ତି ବୁଝାଇକିନା ଅର୍ଥାତ୍ ଯାହାର ଆଜ୍ଞା ପାଳନ କର ତାହାର ଯେ ତୁମେ ମାନେ ଦାସ ଅଟ ଏହା କଣ ଜାଣ ନାହିଁ ବୋଲେ ବୁଝିଗଲା ଯାହାର ଆଜ୍ଞା ପାଳନ ବୋଲେ ଆଜ୍ଞା ବୋଲେ କିଛିଟା ଅର୍ଡର ଦେବାଟା ନି ଆମର କୋରାପୁଟରେ କଣ ଅଛି ଅର୍ଡର ଦେବାଟା ଅର୍ଡର ଆକା ଅଛି ଆମର ଟିକେ ଇଂଲିଶ ଲୋକ କି ନାଇଁ ଆମେ ଅର୍ଡର ଦେବାଟା ହେଲା ଏବେ ମୁଇଁ ଅର୍ଡର ଦେବି ମୁଇଁ ଗୋପୀ ଭାଇଙ୍କୁ ଅର୍ଡର ଦେବି ଗୋପୀ ଯା ତ ସେଠି ରଖିଛି ସେ ଜିନିଷ ଆଣ ଯିବ କି ନାଇଁ ଯଦି ସେ ମୋର ଦାସ ବୋଲେ ଯିବ ନହେଲେ ଯିବ ତୁ କିଏ ରେ ବୋଲ ବୁଝିପାରିଲ ଏବେ ବୁଝିହେଲା କି ଆମକୁ ଦେଖ କାର ଘର ହେଇଛି କି ନାଇଁ କି ଆମେ ବି ସେମିତି ଥିଲୁ ଆରେ ଆମର ପୁଅ ମାନେ ତ ଝିଅ ମାନେ ବାହାରେ ସେତେ ଯାଉନାହାନ୍ତି ଆମର ମା ଡାଲି କିଣି ଆଣି ଯା ବୋଲ ହେଲା ହେଲେ ମୁସୁରୀ ଡାଲି ଟିକେ ଗରିବ ମାନର ଡାଲି ବୋଲା ଏବେକୁ ବି ଫେଭରେଟ ହେଇଯାଇଛି ମୁସୁରୀ ଡାଲି ଟିକେ ଯାରେ ବାବୁ ଆଣେ 5 ଟଙ୍କା କି 10 ଟଙ୍କାର ଆଣେ ବୋଲେ ମୁଇଁ ଆକା ଅଛି ଟଙ୍କାଟି ଦେଲେ ଯିବି ସେତେବେଳେ ଟଙ୍କାଟି ବୋଲି ବେଶୀ ହେଲା ଏବେ ସିନା 10 ଟଙ୍କା ଦେ ବୋଲି ଡାଇରେକ୍ଟ 10 20 50 ଆମର ତ 50 ହେଲା ବୋଲେ ନାଇଁ ଟଙ୍କାଟି ଦେଲେ ଆକା ଯିବି ବୋଲେ 2 ଚାପୁଡ ମାରିଲେ କାନ୍ଦି କାନ୍ଦି ଯିବା ଭାରି ମାତ୍ର ଅନ୍ୟ ଲୋକ ଟିକେ ଯା ଟିକେ ଡାଲି ଆଣିଦେ ବୋଲି କିଛି ଆରେ କୋଶ୍ଚିନ୍ ନା ଡାବୁ ମାଙ୍ଗା ମାଙ୍ଗି ନା କିଟା ଯାଇ ଧରି ବାରିବାର ସେତେବେଳେ ଆମର ମା ଇଏ ଦେଖବାର ଆରେ କହିବାର ଲୋକର ବେଟି କାମ କାହିଁକି କରୁଛ ରେ ବୋଲ କେତେ ଦଉଛନ୍ତି ତମ ମାନଙ୍କୁ ବୋଲ ହେଲା କିଛି ଡାବୁ ନଦେଲେ ମିଶା କହିବାର ନି ହଉଛି କି ନା ସେମିତି ଆମର ପିଲା ଟକିକୁ ତମେ କାମ ବତାଅ ଯିବେ ସେ ସାଇଡ ଘରର ଲୋକରଟା ମୁଁ କେତେଟା ଯୁବା ମାନଙ୍କୁ ଦେଖିଛି ଏ ବାପା ମା ମାନେ ଏତେ କଷ୍ଟ ପଡୁଥିବେ ଏତେ କଷ୍ଟ ବୋଲେ କହିଲେ ନ ସରେ ହେଲା ମୋବାଇଲ ଧରି ଖେଳି ଗେମ୍ ଖେଳି ବସିଥିବେ ନହେଲେ କାତା ନହେଲେ ଗୀତ ଶୁଣିକିନା କିସ୍ କରୁ ପାଠ ବି ପଢୁନଥିବେ ଦେଖିଛି ହେଲା ତାଙ୍କର ବାପା ମା କହିବେ ଯାରେ ବାବୁ ଏଟା ଟିକେ ଆଣରେ ଯାରେ ଟିକେ ମାର୍କେଟ ଆଣ ଦେଖୁନ କି ମୁଁ କିଛି କରୁଛି ମତେ ଦରକାର ନାହିଁ ମୁଁ ଯିବି ନାହିଁ ଯ ବୋଲେ ବାପଡା ମାନେ ଡଖରା ହେଇଥିବେ ମିଶା ଯାଇ ଆଣବେ ଗୋଟକି ଖାଲି କହିଦବ ପାଣି ଟିକେ ଆଣିଦିଅ ଥଣ୍ଡା ଟିକେ କୋଲ୍ଡଡ୍ରିଙ୍କ୍ସ ଟିକେ ଆଣିଦିଅ ଖରା ହଉଛି ବେଶୀ ଇଏ ଲାଗୁଛି ବୋଲେ ମୋର ଦୋକାନରେ ବସିଥିବା ଟକି ମାନେ ଫୋନ କରିଥିଲେ ସବୁ ସାକ୍ଷ୍ୟ ହେଲା ସବୁ ପ୍ୟାକ୍ ସେ ବାପ ସେ ପିଲାମାନେ ଘରର କାମ କେବେ କରୁନଥିବେ 5 ମିନିଟ ବି ହେଇନାହିଁ ଫୋନ କରି ସାଙ୍ଗେ ସାଙ୍ଗେ ଭ୍ରୁ ନା ଗାଡିରେ ଆସି ନିଅ କାର ଦାସ ହେଇଛୁ ସତ କଥା ମାନେ କହିବେ ହେଲା ସବୁ ମୋର ଲାଇଫରେ ଯେତିକି ଦେଖିଥିବି ଘଟିତ ଅଛି କାହିଁ ପରମେଶ୍ୱର ମତେ ସେଟା ମାନେ ଦେଖାଉଛି ଯଦି ଆମେ ଜଣର ଆଜ୍ଞା ମାନୁଛୁ କାର ଦାସ ହେଲା ସେ ପିଲା ସେ ଟକିର ଦାସ କାର ଦାସ ହଉଛନ୍ତି ଆମର ପିଲାମାନେ ଅନ୍ୟ ଲୋକର ମାନେ ଆମର ହଉଛନ୍ତି କି ବୋଲେ ଯାହାକୁ ମୁଇଁ ଅର୍ଡର ଦେଲି ସେ ମୋର କାମ କଲା ବୋଲେ ସେ ମୋର କିଛିଟା ଦାସ ବୋଲେ ମୋର ଚାକର ମୋର କଥା ସେ ମାନିଲା ଯଦି ଆଜି ପାପର କଥା ମାନୁଛ ଆମେ କାର ଦାସ ହେଇଛୁ ବୁଝିପାରିଲ ଏ ପାପର ଦାସରୁ ମୁକ୍ତ ହେବାର ଅଛି ଯଦି ଆମେ ଧାର୍ମିକତାର କଥା ମାନୁଛୁ ଆମେ କାର ଦାସ ହେଇଛୁ ପରମେଶ୍ୱରଙ୍କର ପୁତ୍ର ଦାସ ନାହିଁ କାହିଁକି ବୋଲେ ଆମେ ତାର ଆଗରେ ପଢିଲୁ ଘରେ କିଏ ରହିବ ଚିରକାଳ ପୁତ୍ର ରହିବ ଦାସ ରହିବ ନାହିଁ ଘରେ କିଏ ରହିବ ଆମର ଘରେ ଏବେ ମୋର ଘର ଅଛି ମୋର ପୁଅ ଅଛି କିଏ ରହୁଛି ଘରେ ପୁଅ ମୋର ଠିକ କାମ କରିବା ଲୋକମାନେ ବି ଅଛନ୍ତି ନାହାନ୍ତି ବୋଲଛ ସେମାନେ କିଏ ଆମର ଘରେ ରହୁଛନ୍ତି ରହିଲେ ବି କିସ ଡାକବି ଖୁଆଇବି ପିଆଇବି 1 2 ଦିନ 3 ଦିନ ତାପରେ ତୋର କାମ ତୁ ଯାରେ ଗେଟ ଆଉଟ ନାଇଁ ନା କେମିତି ପିଲାକୁ ଛାଡି ହବ ଯଦି ଆମେ ପରମେଶ୍ୱରଙ୍କର ସନ୍ତାନ ହେବାର ଅଛି ବୋଲେ ପ୍ରଭୁ ବି କହୁଛି 2 ପ୍ରଭୁର ଦାସ ଆମେ ହେଇପାରନ୍ତି ସେ ଧନ ଦେଖ ଆହୁରି
ମୁଁ ପ୍ରଭୁଙ୍କୁ ଦେଖାଯାଏ ମାତ୍ର ପାପର ଦାସ ଆମେ ହେବା ବୋଲେ ଆମେ ସନ୍ତାନ ହେଇପାରିବାନି। ଆଉ ପ୍ରଭୁ କହୁଛନ୍ତି ତମେ ସତ୍ୟ ଜ୍ଞାତ ହେବ ସେଇ ସତ୍ୟ ତୁମକୁ ମୁକ୍ତ କରିବ। କୋଉଟା ପଢୁଥିଲୁ? ହଁ 17ରେ କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହଉ ଯେ ତୁମମାନଙ୍କୁ ଯେଉଁମାନେ କି ପୂର୍ବରେ ପାପର ଦାସ ଥିଲ। କିଏ ଥିଲେ ପୂର୍ବରେ ପାପର ଦାସ? କିଏ? ଆମମାନେ ତ ଥିଲୁ ନାଇଁ? ଈଶ୍ୱରଙ୍କର ଧନ୍ୟବାଦ ହେଉ ଯେ ତୁମ୍ଭେ ମାନେ ଯୋଉମାନେ କି ପୂର୍ବରେ ପାପର ଦାସ ଥିଲୁ କି ନାଇଁ? ହଁ ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ ହୃଦୟ ସହ ସେଥିର ଆଜ୍ଞାବ ହୋଇଅଛ ପୁଣି ପାପରୁ ମୁକ୍ତ ହୋଇ ଧାର୍ମିକତାର ଦାସ ହୋଇ ଅଛ। ହାଲେଲୁୟା ପ୍ରେଜ୍ ଦ ଲର୍ଡ। ସତ୍ୟ ଯଦି ଆମେ ଜ୍ଞାତ ହେଇଗଲୁ ଯୀଶୁଙ୍କୁ ଜାଣିଦେଲୁ ବାକ୍ୟକୁ ଜାଣିଦେଲୁ ଆମେ କିସ ହେଇଗଲୁ? ଏବେ କାର ଦାସ ହେଲୁ? ଧାର୍ମିକତାର ଦାସ। ଏବେ ଆମେ ପାପର ଦାସ ନାହିଁ। ଇଚ୍ଛା ଅଛି ନାଇଁ ବୋଲୁଛ କି? ଇଚ୍ଛା ଅଛି ମାତ୍ର ଜାଣିଛୁ ସେ ଆମକୁ ଦାସତ୍ୱ କର, ସେ ଆମକୁ ବାନ୍ଧି ରଖିବ, ସେ ଆମକୁ ତଳେ ଗୋରୁକୁ ସେ ଖୁଟରେ ବାନ୍ଧିଲା ପରେ ବାନ୍ଧି ରଖିବ ପାପ ହେଲା। କୁଆଡେ ଗୁଞ୍ଚି ପାରବ ନା ଉଁଚୁ ଗୁଞ୍ଚି ପାରବ ନା ଗୁଛଲେ ମାଟ ବଲଲା ପରେ ପାପ ସେମିତି। ଆଉ ପାପର ମୂଲ୍ୟ ହଉଛି କିଛିଟା ମୃତ୍ୟୁ ମରି ଯାଏ ମରଲା ପରେ ଛି ଜୀବନ। କେତେ ଲୋକକୁ ତମେ ଦେଖବ ସେମାନେ ଏତେ ସୁନ୍ଦର ଦୁଶୁଥିବେ ତାଙ୍କର ସବୁ କାରନାମା ଯେତେବେଳେ ଲୋକମାନେ ଜାଣିବେ କିସ କହିବେ? ଛି ଏଟା ଗୋଟେ ମଲା ସହିତ ସମାନ। ପଶୁଟା ବୋଲେ ନାଇଁ କି? ପଶୁକୁ ତମେ ଯେତିକି ଇଏ କର ପଶୁକୁ କିଛିଟା ଅଣ୍ଟବ କି? ପଶୁ ମାନଙ୍କୁ ତମେ ଯାହା କଲେ ତାଙ୍କୁ ବାଦବ କି? ତମେ ଗୋଟେ ଲୋକକୁ ଚୋର ବୋଲେ ଏବେ ମନେ କର କିଏ ଗୋଟେ ଚୋରି କର ଚୋର ବୋଲ ଏରେ ଚୋର କିସ କହିବ ସେ? କିସ କହିବ? କାହିଁକି? ଚୋର ଆଗ ହେଲା। ଯଦି ତାକୁ ଏରେ ଚୋର ବାଧୁଛି ବୋଲେ ସେ କିସ କରବ? ନାଇଁ ଏବେ ଗୋଟେ ଲୋକ ଚୋରି କଲା ହେଲା, ଚୋରି କଲା ତାକୁ ଧରୁ ମୁଇଁ ଧର ଏ ଚୋର 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 ବୋଲଲି କିସ କରବ ସେ? ମୁଇଁ ଚୋର ବୋଲ ରେ ଚୋର ବୋଲ ମକେ ଚୋର କାହିଁ କହୁଛୁ ମୁଇଁ ଚୋର କି ବୋଲେ କିସ କରବ ସେ? ଚୋର କାମ ଛାଡବ। ତାକୁ ଯଦି ବାଧୁଛି ବଞ୍ଚବା ଲୋକ ଆକା ବାଦବ। ବଥା କାହାକୁ ହେବ? ପଶୁକୁ ହେବ। ପଶୁକୁ ବଥା ହେଲେ ମିଶା ସେ ଘା ଚାଟି ଚାଟି ରହିଯିବ କେମିତି? କୁକୁରକୁ କେତେ ଥର ଆମେ ଆମର ଦାଣ୍ଡେ ମାରିଥିବୁ କୁହ? କେତେ ଥର ମାରିଥିବୁ? ଆସୁଛି କି ନାଇଁ? ଆମକୁ ବି କେତେଥର ପ୍ରଭୁ କେତେ ଥର ସେ ପାପକୁ ମାରୁଛନ୍ତି ମାତ୍ର ସେ ପାପ ବୋଲେ ଆମେ ବି ସତ୍ୟ ଜ୍ଞାତ ହବ ସେଇ ସତ୍ୟ ତୁମକୁ ମୁକ୍ତ କରିବ। ଆମେ ଆଉ ଏବେ ଇଏ ନାହିଁ ମାନେ ପାପର ଦାସ ନାହିଁ, ଆମେ ଧାର୍ମିକତାର ଦାସ ଅଟୁ। ଏଇଟା ପଢି ଯାଉଛି ତୁମେ ମାନେ ମାନବୀୟ ଦୁର୍ବଳତା ହେତୁ ମୁଁ ମନୁଷ୍ୟ ଭାବରେ କହୁଅଛି ତୁମେମାନେ ଯେପରି ଅଧର୍ମ ନିମନ୍ତେ ଆପଣା ଅଙ୍ଗ ପ୍ରତ୍ୟଙ୍ଗକୁ ଅସୁଚିତା ଓ ଅଧର୍ମ ନିକଟରେ ଦାସ ରୂପେ ସମର୍ପଣ କରିଥିଲ। କି ଥିଲୁ? ଆଗରେ ଅସୁଚିତା ପୁଡ଼ିଆ ଖଇନି ମଦ ଯାହା କିଛି ଖରାପ କାମ କରୁଥିଲୁ ପ୍ଲସ୍ ଅଧର୍ମ କାମ କରି ମିଶା ଆମେ ଦାସତ୍ୱରେ ସମର୍ପଣ କରିଥିଲୁ। ସେଇପରି ଏବେ ଆପଣା ଅଙ୍ଗ ପ୍ରତ୍ୟଙ୍ଗ ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଦାସ ରୂପ କିସ କର? ଦାସ ରୂପେ ସମର୍ପଣ କର। ବୁଝି ହେଲା? ଆଗରେ ଆମେ ଅସୁଚିତା ପାଇଁ ଏ ଶରୀର ସମର୍ପଣ କରିଦେଇଥିଲୁ, କରିଥିଲୁ କି ନାଇଁ? ଜାଣୁଥିଲୁ ଆକା ମୁଇଁ ଜାଣୁଥିଲି ଆକା ସିଗାରେଟ ଟାଣିଲେ ଛାତିରେ କ୍ୟାନ୍ସର ହେବ ହେଲା, ଜାଣୁଥିଲି ଟାଣୁଥିଲି ଆକା। ମଦ ପିଇଲେ ଟିବି ରୋଗ ହେବ ଜାଣିଛୁ ଆକା ହେଲା। ପୁଡ଼ିଆ ଖାଇଲେ ମୁହଁରେ କ୍ୟାନ୍ସର ହେବ ଜାଣିନଥିଲୁ କି? ଜାଣିନଥିଲୁ କି ଭାଇ? ଜାଣିଥିଲୁ ଆକା। ଆଗରେ କିସ କରିଥିଲୁ? ପାପ ପାଖରେ ଆମେ ଦାସ ହବୁ ବୋଲି ଆମର ଶରୀର କିସ କରିଥିଲୁ? ସମର୍ପଣ କେବେ କରିଥିଲୁ? ଆଗେ ନାଇକି ଗଲା ବେଶୀ ଦିନ। ଏବେ କିସ କର? ପବିତ୍ରତା ପାଇଁ ଧାର୍ମିକତା ପାଇଁ ପବିତ୍ର ହେଇକିନା ଆମେ ସମର୍ପଣ କର। କେତେ ସୁନ୍ଦର ଲେଖା ହଉଛି ଦେଖ, ପବିତ୍ରତା ନିମନ୍ତେ ଧାର୍ମିକତା ନିକଟରେ ଆପଣାକୁ ସମର୍ପଣ ବୋଲେ ଧାର୍ମିକତା ନିକଟରେ ଦାସ ରୂପେ ସମର୍ପଣ
କି ସୁନ୍ଦର ଲେଖା ହେଇଛି ବୋଲେ ବୁଝି ପାରିଲ କି ଆଗରେ ଆମେ ଶରୀରକୁ ଅସୁଚିତା କାମ ପାଇଁ ଅପବିତ୍ର କାମ ପାଇଁ ପାପ ମଞ୍ଚି ପାପ କରିବା ପାଇଁ ସମର୍ପଣ କରୁଥିଲୁ ଏବେ ମାତ୍ର ପବିତ୍ରତା ପାଇଁ ଧାର୍ମିକତା ନିକଟରେ ଦାସ ରୂପ ଧାର୍ମିକତା ଚର୍ଚ୍ଚ ସବୁବେଳେ ଆଇବାର ଅଛି ଉପାସନାର ସବୁବେଳେ ମିଶିବାର ଅଛି ବାକ୍ୟ ସବୁବେଳେ ଶୁଣବାର ଅଛି ପ୍ରାର୍ଥନା ସବୁବେଳେ କରବାର ଅଛି ତେବେ ଆକା ଆମେ ଧାର୍ମିକତା ପବିତ୍ର ହେଇପାରିବା କାରଣ ତୁମେ ମାନେ ପାପର ଦାସ ଥିଲ ସେ ସମୟରେ ଧାର୍ମିକତା ସମ୍ବନ୍ଧରେ ସ୍ୱାଧୀନ ଥିଲ ପାପର ଯେତେବେଳେ ଦାସ ଥିଲୁ ଧାର୍ମିକତା ଏବେ ବାହାରେ ଭୁଲୁଛନ୍ତି କି ନାଇଁ ଏମିତିକି ମୋର ଭାଇ ମାନେ ବି ଅଛନ୍ତି ମୋର ଭାଇକୁ ଯାଇ କହିବି କେବେ ତୁଇ ମଦ ପିଇ ନାଇଁ ପ୍ରଭୁ ଯୀଶୁ ତତେ ଘୃଣା କରବେ ତୁଇ ନରକେ ଯିବୁ କହିହେବ କାହିଁକି କାହିଁକି କହିହେବ ନାଇଁ ସେ ପାପର ଦାସର ଅଛି ସେ ସ୍ୱାଧୀନ ଅଛି ହେଲା ସେ ପାପ ସହିତ ସେ ପାପି ନି ସେ ଯେତିକି ହେଲେ ସେ ପାପ କଲେ ଏବେ ଆପଣ ଭିତରୁ ତମମାନ ଭିତରୁ ଯଦି କିଏ ଗୋଟେ ମନେ କର ଦେଖୁ ଦେଖୁ ଆମେ ଦେଖିଦେବୁ ଗୋଟେ ପାପ ଆମକୁ କେମିତି ଲାଗବ କଷ୍ଟ ଲାଗ ବହୁତ କଷ୍ଟ ଲାଗ ମାତ୍ର ମୋର ଭାଇ ସିଆଡେ ମଦ ପିଉ ଜୁଆ ଖେଳୁ ଯାହା କରୁ କଷ୍ଟ ଲାଗବ କି କାହିଁକି ସେ ଦାସ ତୋର ସେ ସ୍ୱାଧୀନ ଅଛି ହେଲା ବୋଲେ ଅଧାର୍ମିକତା ପାଇଁ ସେ ସ୍ୱାଧୀନ ଅଛି ତାର ପାଖେ କିଛି ନାହିଁ ବୋଲେ ସେ ଯାହା କରିପାରିବ ମାତ୍ର ଆମେ ଏବେ କରିପାରିବା କି ଆମେ ଏବେ କରିପାରିବାନି ଆମେ ଏବେ କାର ଦାସତ୍ୱରେ ଅଛୁ ଧାର୍ମିକତାର ଦାସ ପବିତ୍ରତା ହେବା ପାଇଁ ଆମେ ଧାର୍ମିକତାର ଦାସ ମୁଁ ଆରମ୍ଭରେ କହିଥିଲି ଏଠି କହିଥିଲି ସେଠି କହିଥିଲେ କହୁଛି ଗୋଟେ ଖ୍ରୀଷ୍ଟିଆନ ର ଲକ୍ଷ୍ୟ ଥିବାର ଅଛି କିସ୍ତା ସ୍ୱର୍ଗ ଆମର ଲକ୍ଷ୍ୟ କିସ୍ତା ସ୍ୱର୍ଗ ଯଦି ସ୍ୱର୍ଗ ଯିବାର ଅଛି ବୋଲେ କିସ୍ତା ଦରକାର ଅଛି ପବିତ୍ରତା ଯଦି ପବିତ୍ରତା ହେବାର ଅଛି ବୋଲେ କିସ୍ କରବାର ଅଛି ଧାର୍ମିକତାର ଦାସ ହେବାର ଅଛି ହାଲେଲୁୟା ବାଇବଲ ପଢବାକୁ ଇଚ୍ଛା ଲାଗୁଛି କେତେ କଷ୍ଟ ମାତ୍ର ଆମେ କିସ୍ କରବାର ଅଛି ବାଧ୍ୟ ଅର୍ଡର ପରି ମୁଇଁ ଯଦି ଗୋଟେ ଚାକରକୁ ରଖିଛେ ସେଟା ଯାଇ କର ବୋଲେ କରବେ କି ନାଇଁ ଚାকরি বলে বুঝুছ তো চাকরি বলে কিসটা চাকর গভর্নমেন্ট চাকরি বলে কার চাকর এটা করবার অছি କରୁଛନ୍ତି କି ନାଇଁ ସେ କଲେକ୍ଟର ହେଇଥାଉ ତାକୁ ତାର ଉପରୁ ଯଦି ଅର୍ଡର ଆଇବ ଏଟା କରବାର ଅଛି କରବ କି ନାଇଁ ବୁଝିପାରିଲ ଚାକର କରବ ଆକା ଏବେ ଆମେ କାର ଚାକର ହେବାର ଅଛି ଧାର୍ମିକତାର করবার ଅଛି ବୋଲେ ବାଇବଲ ପଢବାର ଅଛି ବୋଲେ ପ୍ରାର୍ଥନା କରବାର ଅଛି ବୋଲେ ପବିତ୍ରତା ଆମେ ହେଇପାରିବା ନହେଲେ ନାଇଁ ଆଗରେ ଆମେ ଥିଲୁ ସେଇ ସତ୍ୟ ଏବେ ଜ୍ଞାତ ହେଲୁ ସେ ସତ୍ୟ ଆମେ ଜାଣିଲୁ ତେବେ ଆମେ ଏବେ ଆଗରେ ପଢି ପାରୁଛୁ ଆଉ ଅଧିକ ଅଛି ପଢିଦେଲେ ଆକା ଭଲ ଥିବ ବୋଧେ 3 ପଦ ଅଛି ମୁଁ ନ ବୁଝେ ପଢି ଦଉଛି ଟାଇମ ମିଶା ଜଣା ପଡୁନାହିଁ ତେବେ ସେଇ ସମୟରେ ଦୁଇଟା ଘଣ୍ଟେ 15 ହେଇଛି ତେବେ ସେଇ ସମୟରେ ତୁମମାନଙ୍କର କି ଫଳ ଥିଲା ଯେ ସମସ୍ତ ବିଷୟରେ ତୁମମାନେ ଏବେ ଲଜ୍ଜା ବୋଧ କରୁଅଛ କେବଳ ସେତିକି ମାତ୍ର ସେଇ ସମସ୍ତର ପରିଣାମ ତ ମୃତ୍ୟୁ ବୋଲେ ଆଗରେ ଯାହା ଥିଲା ତାର ଫଳ କିସ୍ ଥିଲା ମୃତ୍ୟୁ କିନ୍ତୁ ଏବେ ପାପର ଅଧୀନତାର ମୁକ୍ତ ହୋଇ ଈଶ୍ୱରଙ୍କର ଦାସ ହେବାରୁ ତୁମେ ମାନେ ପବିତ୍ରତା ଉଦ୍ଦେଶ୍ୟରେ ଫଳ ପାଉଅଛ ଆଉ ଏଥିର ପରିଣାମ ଅନନ୍ତ ଜୀବନ ହାଲେଲୁୟା ପାପର ପରିଣାମ କଣଟା ବୋଲେ ପାପର ଫଳ କିସଟା ମୃତ୍ୟୁ ମାତ୍ର ଏବେ ଆମେ ପାପର ଅଧୀନରୁ ମୁକ୍ତ ହୋଇଅଛୁ ଆଉ ଈଶ୍ୱରଙ୍କର ଦାସ ଅଛୁ ତାର ପରିଣାମ କିସଟା ପବିତ୍ରତା ଉଦ୍ଦେଶ୍ୟରେ ଫଳ ଫଳୁଅଛୁ ଆଉ ଏଥିର ପରିଣାମ ଅନନ୍ତ ଜୀବନ ବୋଲି କିସଟା ସ୍ୱର୍ଗ ତ ସ୍ୱର୍ଗ ଆକା ଅନନ୍ତ ଜୀବନ ପରମେଶ୍ୱର ପାଖରେ ରହିବାଟା ଯୋଉ ଲାଇଫ କେବେ ଚେଞ୍ଜ ନାହିଁ ଯୋଉଠି ଦୁଃଖ ନାହିଁ କଣ ସେଟା ତ ଆମର ଗୋଲ ସେଟା ତ ଆମର ଲକ୍ଷ୍ୟ ଯଦି ଏବେ ମଧ୍ୟ ଆମେ ଯଦି ପାପର ଦାସ ଅଛୁ ଆଉ କାରଣ ପାପର ବେତନ ମୃତ୍ୟୁ କିନ୍ତୁ ଈଶ୍ୱରଙ୍କର ଅନୁଗ୍ରହରେ ଆମମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ହାଲେଲୁୟା ଆମେ ଯେମିତି ପାପ ଥିଲୁ ଦୁନିଆ ମନିଚା ରୋଗ ହେଇକିନା ମରିଥାନ୍ତୁ ମାତ୍ର ଯୀଶୁଙ୍କର ଅନୁଗ୍ରହରେ ଆମେ ରକ୍ଷା ପାଇଅଛୁ ପ୍ରେଜ୍ ଦ ଲର୍ଡ ଯୀଶୁଙ୍କର ଅନୁଗ୍ରହରେ ଆମେ ରକ୍ଷା ପାଇଅଛୁ 2 Corinthians 2:10-11
ଏପରି ଲେଖା ଅଛି 2 Korinthୀୟ 2 କିନ୍ତୁ ତୁମେମାନେ ଯାହା କିଛି କ୍ଷମା କର ମୁଁ ମଧ୍ୟ ତାହା କ୍ଷମା କରେ। କାରଣ ମୁଁ ଯଦି କିଛି କ୍ଷମା କରିଅଛି ତେବେ ଯାହା କ୍ଷମା କରିଅଛି ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମମାନଙ୍କର ସକାଶେ କ୍ଷମା କରିଅଛି। ଯେପରି ଶୈତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗ ପ୍ରାପ୍ତ ନ ହୁଏ, କାରଣ ଆମ୍ଭେମାନେ ତାର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନହୁଁ। ଦେଖ ଏଠି ଲେଖା ଅଛି କେତେ ଦେଖ ମୁଁ ପଢୁଛି ଆପଣ ଧ୍ୟାନରେ କିନ୍ତୁ ତୁମେ ମାନେ ଯାହା କିଛି କ୍ଷମା କର ମୁଁ ମଧ୍ୟ ତାହା କ୍ଷମା କରେ। କାରଣ ମୁଁ ଯଦି କିଛି କ୍ଷମା କରିଛି ତାହା ଯାହା କ୍ଷମା କରିଛି ତାହା ଖ୍ରୀଷ୍ଟଙ୍କ ସାକ୍ଷାତରେ ତୁମମାନଙ୍କ ସକାଶେ କ୍ଷମା କରି ଅଛି। ଯେପରି ଶୈତାନ ଆମ୍ଭମାନଙ୍କର ଅପକାର କରିବାକୁ ସୁଯୋଗ ପ୍ରାପ୍ତ ନ ହୁଏ, କାରଣ ଆମ୍ଭେ ମାନେ ତାର ସମସ୍ତ କଳ୍ପନା ସମ୍ବନ୍ଧରେ ଅଜ୍ଞ ନହୁ। ବୋଲେ କହିବାଟା ଶୈତାନ ଆମକୁ ଚାହିଁଥିବ କଳ୍ପନା କରିଥିବ କି ଆମେ କେମିତି ମିଶା ଦାସ ହୁଏ। କ୍ଷମା ନ କରବାଟା କିଛିଟା ଏଟା ଆଗରେ ଯୋଉଟା ମୁଁ କଟ କରିଥିଲି, ଯଦି ଜଣକୁ କ୍ଷମା ନ କରି ଆସୁଛୁ ବୋଲ ଆମେ କାହିଁରେ ଅଛୁ? ପାପର ଦାସତ୍ୱରେ ଅଛୁ। ପାପରେ ଆମେ ବୁଡିକିନା ଅଛୁ। ପାପ ଆମକୁ ଧରିକିନା ରଖି ଅଛି। ବୋଲେ ଯଦି ଆମେ ଇଏ କରବାର ଅଛି ଯାକୁବ 1:22 ଯଦି ଆମେ ପାପରୁ ମୁକ୍ତ ହେବାର ସତ୍ୟ ଜାଣବ, ସେ ସତ୍ୟ କଣ ଆମେ ଜାଣବା। ଏ ବାକ୍ୟ ପଢି ଆମେ ଆଗକୁ ଯିବା। ଯାକୁବ 1:22 କିନ୍ତୁ ଶ୍ରୋତା ମାତ୍ର ହୋଇ ଆପଣ ମାନଙ୍କୁ ପ୍ରବଞ୍ଚନ ନ କରି ବାକ୍ୟର କର୍ମକାରୀ ହୁଅ। କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତା ମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରିବା ମନୁଷ୍ୟ ତୁଲ୍ୟ। ଯେଣୁ ସେ ଆପଣଙ୍କୁ ଦେଖିଲା ଉତ୍ତରେ ଚାଲିଯାଏ, ସେ କି ପ୍ରକାର ଲୋକ ତା ସେଇ କଣେ ଭୁଲି ଯାଏ। ବୁଝିପାରିଲ କି? ଶ୍ରୋତା ମାତ୍ର ହୋଇ ଆପଣଙ୍କୁ ପ୍ରବଞ୍ଚନା ନ କରି ବାକ୍ୟର କର୍ମକାରୀ ହୁଅ। ଶ୍ରୋତା ମାତ୍ର ହୋଇ ବୋଲେ ଶ୍ରୋତା ମାତ୍ର ବୋଲେ କିଛିଟା ବାକ୍ୟ ଶୁଣୁଛୁ କି ନାଇଁ? ବାକ୍ୟ ଶୁଣିବାଟା କିଛିଟା ଆମେ ଶୁଣୁଛୁ। ଶ୍ରୋତା ବୋଲେ କିଛିଟା ଖାଲି ବାକ୍ୟ ଶୁଣିଲେ ହେବ ନାହିଁ ହେଲା। ଏ ବାକ୍ୟ କହିବାର ତ ଏଟା ବହୁତ ଡିଫିକଲ୍ଟ ବାକ୍ୟ, ଯୋଉଟା କି ଆମକୁ ବେଶୀ ବାଦ। ଦେଖ ଆଜି ରେଡି ହେଲୁ ଆମେ, ଦର୍ପଣରେ କିଏ କିଏ ଯାଇ ଠିଆ ହେଇଥିଲୁ? ସବୁ ଠିଆ ହେଇଥିଲୁ କି ନାଇଁ? କେମିତି ଅଛ ତମ ମାନେ କହି ଦେଖ। ଯୋଗେନ୍ଦ୍ର ଭାଇ ତାଙ୍କର ଚେହେରାର ଟିକେ ବର୍ଣ୍ଣନା କର ତ, ତମେ କେମିତି ଅଛ? କଲର ତ ସବୁ କହିଦେବେ। ତମର ନାକ କେମିତି ଅଛି, ଆଖି କେମିତି ଅଛି, ଆଖି ସାଇଡରେ କିଛିଟା ଅଛି, ବାଳ କେତିକି ଅଛି, କାନ କେମିତି ଅଛି, କିଏ କାରଟା କହିପାରିବ? କାହିଁକି? ଦେଖିଲୁ କି ନାଇଁ? ଆମେ ଦେଖିଲୁ କି ନାଇଁ? ଦର୍ପଣରେ ଦେଖିଲୁ, ସଜାଇ ହେଲୁ, କିଛିଟା ଲାଗିଛି କି ନାଇଁ ସବୁ ଜାଣିଲୁ। ଆସୁ ଆସୁ କେତେ ସମୟ ଲାଗଲା ବୁଲିବା ପାଇଁ? କେତେ ସମୟ ଲାଗଲା ସେ ଚେହେରା ବୁଲବାକୁ? ଦର୍ପଣରୁ ଯାଉ ଯାଉ ମୁଇଁ କେମିତି ଅଛି କି ବୁଝିପାରିଲ? ମତେ ତମେ ଖାଲି ଦେଖୁଛ ବୋଲି ଇଏ ଅଛି। ମତେ ତମେ ନାଇଁ କି ଦେଖ, ମୁଇଁ କୋରାପୁଟ ଗଲେ ବି ମୋର ଚେହେରା ତମର ପାଖେ ଥିବ, ତମର ଚେହେରା ମୋର ପାଖେ ଥିବ, ମାତ୍ର ମୋର ଚେହେରା ମନେ ଥିବ, ମୋର ଚେହେରା ମତେ ବୋଲେ ବୁଝିପାରୁଛ? ଏଇଟା ଏକା ଲେଖା ଅଛି। କିନ୍ତୁ ଶ୍ରୋତା ମାତ୍ର ହୋଇ ଆପଣା ମାନଙ୍କୁ ପ୍ରବଞ୍ଚନା ନ କର ବୋଲେ ଠକ ନାହିଁ। ବାକ୍ୟ ଶୁଣୁଛୁ, ବାକ୍ୟ ଶୁଣିଲା ବେଳେ କେମିତି ଶୁଣୁଛୁ? କେତେ ସୁନ୍ଦର ନାଇକି? କେତେ ସୁନ୍ଦର ବାକ୍ୟ ଶୁଣୁଛୁ, ଇଏ କରୁଛୁ, ନାଇଁ ଏମିତି କରିବି। ଘରେ ଗଲା ପରେ ଏଟା ପ୍ରଭୁ କହୁଛନ୍ତି ଶ୍ରୋତା ମାତ୍ର ପ୍ରବଞ୍ଚନ ବୋଲେ ଠକ ନାହିଁ, ନିଜକୁ ନିଜେ ଠକ ନାହିଁ। ଦର୍ପଣ ଆମକୁ କିସ୍ କରୁଛି? ଦେଖାଉଛି ଆମର ଜିନିଷ ଦେଖାଉଛି କି ନାଇଁ? ସବୁ ଦେଖାଉଛି। ଆମେ ସଜାଇ ହଉଛୁ। ସେଥିରୁ ସାଇଡ ଆସୁ ଆସୁ ଆଉ ଜାଣି ପାରୁଛୁ କି କିସ୍ ହେଇଛି ବୋଲେ ବାକ୍ୟ ଯଦି ଆମେ ଶୁଣୁଛୁ ତାର ତଳେ ଲଗେଛି, କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୁଏ ଶ୍ରୋତା ମାତ୍ର ହୁଏ, ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ। ଏବେ ବାକ୍ୟ ଶୁଣୁଛ କି ନାଇଁ? ଏବେ ବାକ୍ୟର ଦର୍ପଣରେ କିଏ ଦୁଶୁଛି? ସମସ୍ତେ କି କିଏ ଦୁଶୁଛି? ମୋର ପାପ ମତେ ଦୁଶୁଛି, ତମକୁ ଦୁଶୁଛି? ତମର ପାପ ମତେ ଦୁଶୁଛି? ବାକ୍ୟ ଏମିତି ଶୁଣିଲା ବେଳେ
মই ଯେତିକି ବିଷୟ ମତେ ପ୍ରଭୁ କହୁଛନ୍ତି ସେଟା କେମିତି ଆସୁଛି ଦର୍ପଣ ପରା ସବୁ ଦୁଷୁଛି କି ନାଇଁ ଏବେ ଏବେ ଆମେ ସେଟା କହିପାରବା କି କାହାକୁ ମୁଇଁ ହେବଳ ଭାଇ କହିବି କି ଏବେ ବାକ୍ୟ କହିଲା ବେଳେ ଭାଇ ମତେ ଏ ପାପ ମତେ ଏବେ ଦୁଷୁଛି ବୋଲି କହିପାରିବି କହିଲେ କି ସେ ହେବ ଛିରେ ଅମିର ଗଲା ପରେ ଦୁଷୁଛି କି ନାଇଁ ଆମର ପାପ କାମ କରବାର ଅଛି କି ନାଇଁ ମୋ ଦେଖୁ ଦେଖୁ ଯଦି ମୁହଁରେ ଗୋଟେ କଳା ଦାଗ ଅଛି ଆମେ କିସ୍ କରିବୁ ବୋଲେ କଳା କାଜଲ ଗୋଟେ ଲାଗି ଯାଇଛି ବୋଲେ କିସ୍ କରିବୁ ଆମେ লিপি হেবু কি সেমতি থাউ বে বলছিবু কিস করবু সাঙ্গে সাঙ্গে পানি সাবুন দেখি টুবাল সেটা ন গলে আর সে টুবাল কো এমতি করে ঘস ঘস না মিস করছি বাক্য শুনলা বেলে দুসুছে কি নাই সত্য জ্ঞাত হলে সেই সত্য আমাকে মুক্ত করব এটা একা সত্য বাক্য একা সত্য বাক্য আমাকে আমার সবু স্বভাব দেখা দউ তুই এমতিটা এটি মুই কাকু পাচারে আসছিলি তুই কেমতিটা এ গপি কেমতিটা কোটি কোটি যাଉଛି মতে ଟିକେ ଗପିର ଟିକେ ଠକ ଠିକଣା ଦେ ବୋଲି ପଚାର ଥାଉଛି ଅଶୋକ କିସ୍ କରୁଛି ଦିନ ସାରା କିସ୍ କରଲା ଉଠଲା କିସ୍ କଲା ଖାଇଲା ପିଇଲା କାକୁ ମାଡ ଗଲ ଲାଗଲା ପଚାରି ବୁଲୁଛି ନା ହେବଳ ଭାଇ ପାଖରେ ମୁଇଁ ସିସିଟିଭି ଟିଭି ଲଗାଇଛି ହେବଳ ଭାଇ କୋଉଠି ଯାଉଛନ୍ତି ଦେଖୁ ତ କାର ଘରେ ବୁଲୁଛନ୍ତି କୋଉଠି ବସୁଛନ୍ତି କୋଉଠି ଉଠୁଛନ୍ତି ନିକି କହିଥାଉଛି କିଏ କହୁଛି ଏଟା ଭିତର କଥା ଜାଣି ହଉଛି କି ନା ବାକ୍ୟ ଆମକୁ ଓପେନଲି ଦେଖାଉଛି ଯଦି ଏ ମୁହଁରେ ଲାଗିଥିବା କଳାକୁ ଆମେ ଏତେ ଇଏ କରିବା ଯଦି ବାକ୍ୟ ଯଦି ଆମର ଜୀବନର ସ୍ୱଭାବ ଦେଖୁଛି ଛାଡବାର ଅଛି କି ନାଇଁ ସେଟା କେମିତି କୁହାଉଛି କାରଣ ଯଦି କେହି ବାକ୍ୟର କର୍ମକାରୀ ନ ହୋଇ ଶ୍ରୋତା ମାତ୍ର ହୁଏ ବୋଲେ ଖାଲି ଶୁଣବ ଆଇବ ଯିବ ତେବେ ସେ ଦର୍ପଣରେ ଆପଣା ସ୍ୱାଭାବିକ ମୁଖ ଦର୍ଶନ କରୁଥିବା ମନୁଷ୍ୟ ତୁଲ୍ୟ ଯେଣୁ ସେ ଆପଣାକୁ ଦେଖିଲା ଉତ୍ତାରେ ଚାଲି ଯାଇ ସେ କି ପ୍ରକାର ଲୋକ ତାହା ସେଇ କଣେ ଭୁଲିଯାଏ ଦର୍ପଣରୁ ବାହାରିଲା ପରେ ଆମେ କେମିତି ଲୋକ ଆମେ ନିଜେ ଜାଣି ଥାଉଛୁ କି ସାଙ୍ଗେ ସାଙ୍ଗେ ଯଦି ଆମେ ଖାଲି ବାକ୍ୟ ଶୁଣିବାକୁ ଆସୁଛୁ ଆମେ ମୁକ୍ତ ହେଇପାରିବାନି ଇଟ୍ରୁ ଯାଉ ତମେ କି ଲୋକ ପାସରି ଆଜି କି ବାକ୍ୟ ଥିଲା କେ ଜାଣେ କାର ପାଇଁ ଥିଲା ମୋର ପାଇଁ ନାହିଁ ବୁଝିପାରୁଛୁ ମୁଁ କିସ୍ କହିବାକୁ ଚାହୁଁଛି ସତ୍ୟ ଜ୍ଞାତ ହେଲେ ସେଇ ସତ୍ୟ ତମକୁ ମୁକ୍ତ କରିବ ଆମର ଭିତର ବିଷୟ ଏ ବାକ୍ୟ ଆକା ଦେଖାଇବ ଆମର ଭିତରେ କଣ ଅଛି ଏ ବାକ୍ୟ ଆକା ଦେଖାଇବ ତାପରେ ଏଇଠି ମଧ୍ୟ ଲେଖା ହେଇଛି କିନ୍ତୁ ଯେ ସିଦ୍ଧ ଅର୍ଥାତ୍ ସ୍ୱାଧୀନତାର ବ୍ୟବସ୍ଥା ପ୍ରତି ନିରୀକ୍ଷଣ କରି ସେଥିରେ ନିବିଷ୍ଟ ଥାଏ ପୁଣି ବିସ୍ମରଣକାରୀ ଶ୍ରୋତା ମାତ୍ର ନ ହୋଇ ବରଂ କାର୍ଯ୍ୟକାରୀ ହୁଏ ସେ ଆପଣା କାର୍ଯ୍ୟରେ ଧନ୍ୟ ଯଦି କେହି ଆପଣାକୁ ଧର୍ମ ପରାୟଣ ବୋଲି ମନେ କରେ ବୋଲେ ବୁଝିପାରିଲ ଏବେ ଆମକୁ ପବିତ୍ର ହେବାକୁ କି ସେବାର ଅଛି ଧାର୍ମିକତାର ଦାସ ହେବାର ଅଛି ଯଦି ଧର୍ମ ପରାୟଣ ବୋଲି ମନେ କର ଧର୍ମ ପରାୟଣ ବୋଲି କିଟା ମୁଇଁ ପ୍ରାର୍ଥନା କରୁଛି କି ନାଇଁ ମୁଇଁ ମନେ କରୁଛି ମୋର ଏମିତି କିଏ ପ୍ରାର୍ଥନା କିଏ କରୁଛ ସକାଳ ଉଠୁ ଗୋଟେ ବାଇବଲ ଷ୍ଟଡି ଗୋଟେ ଇଏ କରୁଛି ତାପରେ ଆରି ଗୋଟେ ବାଇବଲ ଷ୍ଟଡି କରୁଛି ତାପରେ ବାଇବଲ ମିଶା ପଢି ଦଉଛି ତାପରେ ଯୋଉଠି ଡାକଲେ ସେଠି ଯାଉଛି ବୋଲେ କିଟା ଏଟା ମୋର ଧର୍ମ ପରାୟଣ ମୁଇଁ କହିବାଟା ଆଉ ଆପଣା ଜୀବକୁ ବଶୀଭୂତ ନ କରି ନିଜ ହୃଦୟକୁ ପ୍ରବଞ୍ଚନା କରେ ତାହା ଧର୍ମ ପରାୟଣ କେତେ ସୁନ୍ଦର ବାକ୍ୟ କହୁଛନ୍ତି ପ୍ରଭୁ ଯଦି ମୁଁ ଏଠି ଆସୁଥିବି ଆରାଧନା କରୁଥିବି ମାତ୍ର ମୋର ଜୀବର ବଶୀଭୂତା ନଥିବ ମୁଁ ଅନ୍ୟକୁ କ୍ଷମା ଦେଇ ପାରୁନଥିବି ଅନ୍ୟକୁ ମାଡଗୋଳ ଲାଗଲେ ମୋର ପାଟି ଥମନା ଆଗେ ଯାଇ ଗାଳି କରୁଥିବ ହେଲା ମୁଁ ଧନ୍ୟବାଦ ଦିଏ ପ୍ରଭୁକୁ ପ୍ରଭୁ ମତେ ତମେ ମୁକ୍ତ କଲ ନହେଲେ ଯଦି ମୁଇଁ ମୁକ୍ତ ହେଇନଥାନ୍ତି ସତ କହୁଛି 2-3 ଦିନ ଭିତରେ ଆମର ମା ମାନେ ଯେମିତି ଦୌଡ଼ି ବୁଲୁଛନ୍ତି ମତେ ବି ଦୁଃଖ ଲାଗୁଛି କାହିଁକି ଯାଉଛ ବୋଲୁଛି ତାଙ୍କର ଜମି ବାଡି ପାଇଁ ତାଙ୍କେ ଲାଗିଛନ୍ତି ମା ମାନେ ସେ ମାଝି ମାନେ ସେ ଲୋକମାନେ ଏମିତି କରୁଛନ୍ତି ଭିତରେ ଅଛି ଈର୍ଷା ମାତ୍ର ପ୍ରଭୁ ମତେ ମୁକ୍ତ କରୁଛନ୍ତି ନହେଲେ କିଛି ନାହିଁ ଖାଲି ଯାଇ ଠିଆ ହେବି ବୋଲେ ନାଇଁ କି ହେଇଯିବ ମାତ୍ର ପ୍ରଭୁ ଆମକୁ କିସ୍ କଲେ ସେଠରୁ ମୁକ୍ତ କଲେ ଆମକୁ ଏବେ କ୍ରୋଧରେ ଆମକୁ ଲାଗବାକୁ ନାହିଁ ଆମକୁ କୋଉଠି ଲାଗବାର ଅଛି ଏବେ ପ୍ରେମରେ ଆମେ କାହାଠି ମାଡଗୋଳ ହେଇଯିବାର ନାହିଁ କାହାକୁ ଅକ୍ଷମା ଦେଇ ରହିବାର ନାହିଁ ବୋଲେ ସେଇଟା ଏକା ସତ୍ୟ ସତ୍ୟ ଯେବେ ଜ୍ଞାତ ସେ ସତ୍ୟ କୋଉଟା ଯୋହନ 14:6 ଲେଖା ଅଛି ଯୀଶୁ କହିଲେ ମୁଁ ପଥ ସତ୍ୟ ଓ ଜୀବନ ସତ୍ୟ କିଏ
ଯୀଶୁ ଆକାଶ ତଳେ ଯେବେ ସତ୍ୟ ଜ୍ଞାତ ହବ ଯେବେ ଯୀଶୁଙ୍କୁ ତମେ ଜାଣବ ଜ୍ଞାତ ବୋଲି କିଛିଟା ଜାଣବାଟା ଯେବେ ସତ୍ ତମେ ଜାଣବ ସତ୍ କିଛିଟା ଯୀଶୁ ଆକାଶ ଯଦି ଯୀଶୁଙ୍କୁ ତମେ ଜାଣିଲ ସେ ପାପର ଦାସରୁ ତମେ କିସ ହେବ ମୁକ୍ତ ହବ ହାଲେଲୁୟା ଯୀଶୁଙ୍କୁ ଜାଣିଲେ ଆମେ ଇଏ ହବ ଆଉ ଯୋହନ 17:17 ରେ ଲେଖା ଅଛି ବାକ୍ୟ ହିଁ ସତ୍ୟ ବାକ୍ୟ ସତ୍ୟ କାର ବାକ୍ୟ ତୁମର ବାକ୍ୟ ତ ସତ୍ୟ ଆମର ପିତା ପରମେଶ୍ୱର ଆମର ଯୀଶୁଙ୍କର ବାକ୍ୟ ସତ୍ୟ ଯଦି ସେଇ ସତ୍ୟ ବାକ୍ୟ ଆମେ ଯେବେ ଜାଣିଦେବା ଆମେ ସେଇ ଦାସତ୍ୱ ବନ୍ଧରୁ ମୁକ୍ତ ହେବା ଆଉ ଇଚ୍ଛା ଲାଗବ ନାହିଁ ମଦ ପିଇ ପିଇ ପାରା ଲାଗସି ବୋଲେ କାହାକୁ ଲାଗବ ଯେ ଦାସ ହେଇଥିବ ଜୁଆ ଖେଲ ପାରା ଲାଗସି ବୋଲେ କାହାକୁ ଲାଗବ ଯେ ଦାସ ହେଇଥିବ ମତେ ଲାଗବ ନାହିଁ କାହିଁକି ମୁଇଁ ମୁକ୍ତ ହେଇଛି ହାଲେଲୁୟା ମତେ ଆଉ ଇଚ୍ଛା ଲାଗବ ନାହିଁ ଇଚ୍ଛା ଲାଗଲେ ମତେ କିସ ଲାଗବ ସେଟା ଏଇ ସବୁ ଆବର୍ଜନା ଗୁ ପରି ହେଲା ଭଲ ଆଉ ଲାଗବ ନାହିଁ ତାପରେ ଯୋହନ 16:13 ଲେଖା ଅଛି ପବିତ୍ର ଆତ୍ମା ସତ୍ୟ ହାଲେଲୁୟା କାହିଁକି ପବିତ୍ର ଆତ୍ମା ଆସିବେ ଆଉ ତୁମକୁ ସତ୍ୟ ପଥରେ କଢାଇ ନେବେ ସେଠି ସେଟା ଲେଖିଛି ବୋଲେ ଯିଏ ସତ୍ୟ ପଥରେ କଢାଇ ନଉଛନ୍ତି ସେ କିଏ ସେ ସତ୍ୟ ପ୍ରିୟ ମଣ୍ଡଳୀ ଆମେ ଖାଲି ଦର୍ପଣରେ ଦେଖିଲା ପରି ବାକ୍ୟ ଶୁଣୁଥିବା ଆମର ଚର୍ଚ୍ଚ ନମ୍ବର 1 ଚର୍ଚ୍ଚ ହଉ ଆମେ ନମ୍ବର 1 ବାକ୍ୟ ପ୍ରଚାରକ ହବୁ ଆମେ ଆମର ପରେ କିଏ ବାକ୍ୟ କହି ନ ପାରବେ ସେଟା କେବେ ପ୍ରଭୁ ଚାହାନ୍ତି ନା ପ୍ରଭୁ କିଛିଟା ଚାହାନ୍ତି ପବିତ୍ରତା ଚାହାନ୍ତି ହେଲା ମୁଁ ଧନ୍ୟବାଦ ଦେ ଯଦି ମୋର ୟୁଟ୍ୟୁବ ଚ୍ୟାନେଲରେ ଗୋଟେ ଦେଖିବ ସେଟା ଆକ୍ଚୁଆଲି ନିରଞ୍ଜନ ଆଜ୍ଞାଙ୍କର ୟୁଟ୍ୟୁବ ଚ୍ୟାନେଲରୁ ରେକର୍ଡିଂ କରି କାଟିଲି କିନ୍ତୁ ବହୁତ ବର୍ଷ ତଳେ ପବିତ୍ରତା ପାଇଁ ସମୟ ନାହିଁ ବୋଲି ଗୋଟେ ଭିଡିଓ ଅଛି ନିରଞ୍ଜନ ଆଜ୍ଞା ସେଟା ଟିକେ ଶୁଣନ୍ତୁ ଏତେ ସୁନ୍ଦର ସତ କଥା ପବିତ୍ରତା ପାଇଁ ସମୟ ନାହିଁ ଦାବୁ କମାଇବା ପାଇଁ ସମୟ ଅଛି ଜୁଆ ଖେଳବା ପାଇଁ ସମୟ ଅଛି ମଦ ପିଇବା ପାଇଁ ସମୟ ଅଛି ବେବିଚାର କରିବା ପାଇଁ ସମୟ ଅଛି କାମ କରିବା ପାଇଁ ସମୟ ଅଛି ମାଡ ଗୋଳ ଲାଗବା ପାଇଁ ସମୟ ଅଛି ମାନେ ପବିତ୍ରତା ପାଇଁ ସମୟ ନାହିଁ ଚର୍ଚ୍ଚ ଯିବା ବୋଲେ ମତେ କୋଟି ସମୟ ମୁଁ ଚର୍ଚ୍ଚ ଆଇଲେ ମୋର ବେପାର ବୁଡି କାହାକୁ ଇଚ୍ଛା ନାହିଁ ପବିତ୍ରତା ପାଇଁ କାହାକୁ ଇଚ୍ଛା ଆମେ ମାନେ ବାପ୍ତିସ୍ମ ନେଇଛୁ ପରା ଆମକୁ ମିଶା ଇଚ୍ଛା ଖାଲି ବାଧ୍ୟ ବୋଲା ପରେ ହେଇଯାଉଛି ଯଦି ଆମେ ମୁକ୍ତ ହେବାର ଅଛି ପାପର ଦାସରୁ ଉଡବାର ଅଛି ଆଉ ଭଉଣୀ ମାନଙ୍କୁ ମୁଁ ସଦା ସର୍ବଦା କହୁଛି ଆମେ ଏମିତି ଥିବାର ଅଛି ଆମେ ସ୍ୱାମୀ ସ୍ତ୍ରୀ 2 ଜଣ ବସବାର ଅଛି ଚର୍ଚ୍ଚ ପ୍ରାର୍ଥନା କିଏ କାହାକୁ ଚେଞ୍ଜ କରିପାରିବ ତମେ ଯେତେ ଚେଷ୍ଟା କର ମୁଁ ଯେତେ ଚେଷ୍ଟା କରିଥାନ୍ତି ଯଦି ହେବଳ ଭାଇଙ୍କୁ ଚେଞ୍ଜ କରିବାକୁ ଚାନ୍ସ ନାହିଁ ହେତ କି ଭାଇ କିଏ ଚେଞ୍ଜ କରବ ଚର୍ଚ୍ଚ ରେ ବସୁ ବସୁ ଯୋଉ ସତ୍ୟର ବାକ୍ୟ ଯେତେବେଳେ ଯିବ ସେମାନେ ଚେଞ୍ଜ ଆଉ ଏମିତି ଭୁଲ ମାନେ ହେବ ନା ଯୋଉ ଭାଇ ଭଉଣୀ ମାନେ ପ୍ରାର୍ଥନା ଆସୁନାହାନ୍ତି ନା ପ୍ରଭୁ ଭୋଜ ନେବାକୁ ଆସୁଛନ୍ତି ରବିବାର ପ୍ରାର୍ଥନା ଆସୁନାହାନ୍ତି ସେ ଭାଇ ଭଉଣୀ ମାନଙ୍କୁ କୁହ ଭଲରେ ଯଦି ଘରନି ହେଇକିନା ଭଲସେ ରହିବାର ଅଛି ବୋଲି କୋଉଠି ଆଇବାର ଅଛି ପ୍ରାର୍ଥନା ଆଇବାର ଅଛି ନହେଲେ ସେ ବାଟେ ତୁଇ ସେ ବାଟେ କି ସେବ ହେଲା ଏଟା କହିବା କଥା ନାହିଁ ମାତ୍ର ମୁଁ କହିଦଉଛି କାହିଁକି ବୋଲି ପ୍ରଭୁ ମତେ ସେମିତି କହ ବୋଲି କହିଦଉଛନ୍ତି ଯଦି ଭଲରେ ରହିବାର ଅଛି ବୋଲେ ନିଜର ସ୍ୱାମୀକୁ ଡାକବାର ଅଛି ନିଜର ସ୍ତ୍ରୀକୁ ଡାକବାର ଅଛି ନିଜର ପିଲାମାନଙ୍କୁ ଡାକି ବସାଇଲା ସେମାନେ ଭଲ ପଡବେ ନହେଲେ ଭଲ ପଡବେ କୋଉଠି ଯାଇ ଜୁଆ ଖେଲୁଥିବେ କୋଉଠି ଯାଇ ବିଡି ଟାଣୁଥିବେ କୋଉଠି ଯାଇ ମଦ ପିଉଥିବେ କୋଉଠି ଯାଇ ସିଗରେଟ ଟାଣୁଥିବେ କୋଉଠି ସିନେମା ଯାଉଛି ବୋଲି ଦୁନିଆ ଆଡେ ରଙ୍ଗ ରସ କରୁଥିବେ ଭଲ ପଡବେ କୋଉଠି ଭଲ ପଡବାଟା ଅଛି ଏ ପୃଥିବୀର କୋଉ ଜାଗା ଅଛି ଲୋକ ପବିତ୍ରତା ହେବେ କୁହ ଚର୍ଚ୍ଚ ଖ୍ରୀଷ୍ଟଙ୍କର ଚର୍ଚ୍ଚ ହେଲା ଯୀଶୁଙ୍କ ଚର୍ଚ୍ଚରେ ଏକା ଲୋକ ପବିତ୍ରତା ହେବେ ନହେଲେ ରଙ୍ଗରେ କିଛିଟା କିସ କହିବେ ଭାଇ ସେ କଲେ ଲୀଳା ବୋଲେ କିସ କହିବେ ରଙ୍ଗ ଲୀଳା ପରେ ଲୀଳା ଆକା କି ନାହିଁ ଦେଖିଛ କି ନାହିଁ ଯୋଉ ଭଉଣୀ ପ୍ରାର୍ଥନା ଆସିବେ ତାଙ୍କର ଯଦି ସ୍ୱାମୀ ଯଦି ଯାତ୍ରା ଯାଉଛନ୍ତି ଯାତ୍ରା ହେବେ ନାହିଁ ବୋଲେ କିଛିଟା ହେବେ ଯୋଉ ଭାଇ ପ୍ରାର୍ଥନା ଆସୁଥିବେ ତାଙ୍କର ଭଉଣୀ ଯାଇ ଯାତ୍ରା ଦେଖୁଥିବେ ବୋଲେ ସେ ଭଉଣୀ କିସ ହେବେ ଯାତ୍ରା ହେବେ ନା ଯାତ୍ରା ବୋଲେ କିଛିଟା ଯାତ୍ରା ଆମର ଦେଶୀୟ ଭାଷାରେ ଯାତ୍ରା ବୋଲେ କି ଯାତ୍ରା ହଉଛୁ ରେ ଇଟି ଆଇଲା ପବିତ୍ର ଇଟି ଆଇଲା 2 ଜଣ ଏକ ଆରକୁ ପ୍ରେମ କରବାଟା ଶିଖି ପାରବେ ଇଟି ଆଇଲା ବଶୀଭୂତଟା ଶିଖି ପାରବେ ଇଟି ଆଇଲା ପବିତ୍ରତାଟା ଶିଖି ପାରବେ ଯଦି କିଏ ନଷ୍ଟ ହଉଛନ୍ତି ତାଙ୍କୁ ଟିକେ ଡାକ ଆସ ଗୋଟେ ଦିନ ହେଲେ ବି
ବସ। ତମର ପିଲାମାନେ ନଷ୍ଟ ହେବେ ନାହିଁ, ତମର ସ୍ୱାମୀ ନଷ୍ଟ ହେବେ ନାହିଁ, ତମର ସ୍ତ୍ରୀ ନଷ୍ଟ ହେବେ ନାହିଁ, ତମର ମା ବାପା ବି ନଷ୍ଟ ହେବେ ନାହିଁ। ଇଟି କୋଉଠି? ଚର୍ଚ୍ଚରେ। ଆଉ ଚର୍ଚ୍ଚ ବିନା ଯୋଉଠି ଯାଅ ନଷ୍ଟ ହେଇଯିବ। ନହେଲେ ଏମିତି ସାକ୍ଷ୍ୟ ଆମେ କୋଉଠି ଶୁଣିଥାନ୍ତୁ? ସାତଟା ସାତରେ ଜୁଆଇଁ ପିଲାର ଏତେ ତାରିଫ କରବାଟା ବୋଲେ କୋଉଠି ଶୁଣି ହବ? ଅଶୋକର ତାରିଫ କରୁଥିଲେ। ଏତେ ସୁନ୍ଦର ବାବୁ, କେ ଜାଣେ ଲୁଚି ଇଏ ହେଉଥିବ କିଛିଟା କି ଜାଣିଲା ବୋଲେ ମୁଇଁ ଗୋଟେ ବିଷୟ କହିଲି, ଅଶୋକ ଆମର ଚର୍ଚ୍ଚର, ମୁଇଁ ଜାଣିଛି ସେ ଲୁଚି ବି ଚାନ୍ସ ନାହିଁ ହେବ କି? ମୁଇଁ ତ ଲୁଚି କରୁନି। ଆରେ ଆମର ଚର୍ଚ୍ଚର ଭାଇ ମାନେ କିଛି ଲୁଚି ଖରାପ କାମ କରେ, ଚାନ୍ସ ନାହିଁ। ଆମେ ଯୋଉ ପ୍ରଭୁ ଯୀଶୁଙ୍କର ଚର୍ଚ୍ଚରେ ଜଡିତ ହେଇଛୁ, ଲୁଚି କିଛିଟା করবার ଅଛି দেখাই কিনা করবে। হে বড় ভাইঙ্কর সামনার বিড়ি টানলে কি সিগারেট টানলে কিছু করবে, ওপেন করবে। লুচি কিসটা ওপেন করো। মাত্র আমি যে পরমেশ্বরକୁ ଜାଣିଛୁ, ଆମେ ସତ୍ୟ ଜ୍ଞାତ ହେଲୁ, ସେଇ ସତ୍ୟ ଆମକୁ ମୁକ୍ତ କଲା। ଆମକୁ ଆରେ ହାତ ଯାଉନି, ଆମେ ଦାସତ୍ୱ ନାହିଁ। ହାଲେଲୁୟା। ଆମେ ପବିତ୍ରତା ନିମନ୍ତେ ଧାର୍ମିକତାର ଦାସତ୍ୱର ଅଛୁ। ହାଲେଲୁୟା। ବୁଝିପାରିଲ? ପ୍ରଭୁ ନିଶ୍ଚୟ ଆମମାନଙ୍କୁ ଏମିତି କରିବେ। ଆମେ ଦର୍ପଣରେ ଦେଖିଲା ପରେ ହେବାନି, ଆମେ କେମିତି ଖାଲି ବାକ୍ୟ ଶୁଣିକିନା ଇଏ ଯିବା ନାହିଁ। ଯଦି ଆମେ କାହାକୁ କ୍ଷମା ଦେଇନୁ, ତାକୁ କିସ୍ କରିବାର ଅଛି? କ୍ଷମା ଦେବା। ନହେଲେ ତମେ ଯେତିକି ଏଠି ଦାନ ପକାଅ ସବୁ ବେକାର, ଖାଲି କମାଇ ଆଣୁଛୁ, ଦଉଛୁ, ଯାଉଛୁ। ହେଲା, କମାଇ ଆଣୁଥିବୁ, ଦଉଥିବୁ, କିଛି ଲୋକକୁ କ୍ଷମା ଦେବାର ଅଛି, ଲୋକ ସହିତ ମିଶିବାର ଅଛି। ଲୋକ ମାଡଗୋଳ ଲାଗି ଆଇଲେ ମିଶା, ଯୀଶୁ ମାଡଗୋଳ ଲାଗବାକୁ ଗଲେ ନାଇଁ। କିସ୍ କହିଲେ? ଏମାନେ କିଛି ଜାଣନ୍ତି ନାହିଁ। ଏ ବାହାର ଲୋକ କି ପାଇଁ ମାଡଗୋଳ ଲାଗବେ? ଏ ବାହାର ଲୋକ ଆମକୁ କାହିଁକି ମାରବାକୁ ଆଇବେ? ଏମାନେ କିଛି ଜାଣିଛନ୍ତି? ସେମାନେ ସତ୍ୟ ଜ୍ଞାତ ହେଇଛନ୍ତି କି? ବୋଲେ ସତ୍ୟ ଜାଣିଛନ୍ତି କି? ସତ୍ୟ ଜ୍ଞାତ ବୋଲେ କିଟା? ସତ୍ୟ ଜାଣିଛନ୍ତି କି? ପ୍ରଭୁ ଯୀଶୁ ଯେମିତି କହିଲେ ଏମାନଙ୍କୁ କ୍ଷମା କର, ଏମାନେ କିଛି ଜାଣନ୍ତିନି। ଆମେ ବି କହିବା ଏମାନଙ୍କୁ କ୍ଷମା କରିଦିଅ, ମୁଁ ତତେ କ୍ଷମା କରିଦେଲି। ଛିଡି ଗଲା କି? କାହାକୁ ଲାଗବାର ନାହିଁ। ଆମେ ଧାର୍ମିକତା ପଥରେ ଯିବାର, ଆମର ଜୀବନ ଯେମିତି ନଷ୍ଟ ନ ହେବ, ପବିତ୍ର ହେବ, ଆଉ ଆମେ ଅନନ୍ତ ଜୀବନ ପାଇବା, ସେତିକି ଆକା ଆମର ଲକ୍ଷ୍ୟ ହେବାର। ଠିକ ଅଛି, ସମସ୍ତେ ଚକ୍ଷୁ ବନ୍ଦ କରିବା, ପ୍ରାର୍ଥନା କରିବା। ସମସ୍ତେ ଚକ୍ଷୁ ବନ୍ଦ କରିବା। ହାଲେଲୁୟା। ଧନ୍ୟବାଦ ଦଉଛୁ ପ୍ରଭୁ, ଧନ୍ୟବାଦ ପ୍ରଭୁ। ୟେସ୍ ଲୋର୍ଡ, ହାଲେଲୁୟା। ଧନ୍ୟବାଦ ଦଉଛୁ। ଓ ପ୍ରଭୁ, ଯଦି ତମେ ପ୍ରଭୁ ଆମମାନଙ୍କୁ ମୁକ୍ତ କରିନଥାନ୍ତ ପ୍ରଭୁ, ଯଦି ତମର ସେଇ ପବିତ୍ର ନଜର ପ୍ରଭୁ ଆମକୁ ଦେଖି ନଥାନ୍ତେ ପ୍ରଭୁ ଆମେ ନଷ୍ଟ ହେଇଯାଇଥାନ୍ତୁ ପ୍ରଭୁ, ଆମେ ବିନଷ୍ଟ ହେଇଯାଇଥାନ୍ତୁ। ଆମେ ମଧ୍ୟ ଅନେକ ବିଷୟରେ ପାପ କରିଥାନ୍ତୁ ପ୍ରଭୁ, ଅନ୍ୟ ଏକ ଆରେକୁ କ୍ଷମା ଦେଇ ପାରିନଥାନ୍ତୁ ପ୍ରଭୁ। ମାତ୍ର ଧନ୍ୟବାଦ ଦଉଛୁ, ଅନ୍ୟ ଲୋକ ଆମର ବିରୁଦ୍ଧରେ ପାପ କଲେ ମଧ୍ୟ ଆମେ କ୍ଷମା ଦେଇପାରୁ ପ୍ରଭୁ। ଅନ୍ୟର ବିଷୟରେ ପ୍ରଭୁ ଆମକୁ ଯାହା କହିଲେ ମଧ୍ୟ ଆମେ ସେଟା ହୃଦୟରେ ରଖିପାରୁନୁ ପ୍ରଭୁ। ପ୍ରଭୁ ସେହିପରି ଆମକୁ ମୁକ୍ତ କରିଅଛ, ଧନ୍ୟବାଦ। ହେଲେ ମଧ୍ୟ ମୋର ପରମେଶ୍ୱର, ଆମେ ଏ ପର୍ଯ୍ୟନ୍ତ ଏଇ ଶରୀରରେ ଅଛୁ ପ୍ରଭୁ। ଏଇ ଶରୀରର ଅଭିଳାଷରୁ ପ୍ରଭୁ ଆମକୁ ରକ୍ଷା କର ପ୍ରଭୁ। ଏଇ ଶରୀରକୁ କେବଳ ପ୍ରଭୁ ପାପ କରିବାକୁ ଇଚ୍ଛା ପ୍ରଭୁ, ଏଇ ଶରୀର କେବଳ ଖରାପ କାମ କରିବାକୁ ଇଚ୍ଛା ପ୍ରଭୁ। ପ୍ରଭୁ ଆମକୁ ଅନୁଗ୍ରହ କର ପ୍ରଭୁ, ଦୟା କର ପ୍ରଭୁ। ପ୍ରଭୁ ଆମେ ବାଧ୍ୟ ହେଇ ପ୍ରଭୁ ଧାର୍ମିକତା ପଥରେ ଚାଲିବୁ ପ୍ରଭୁ। ପ୍ରଭୁ ଆମେ ଯେମିତି ହେଲେ ମଧ୍ୟ ପ୍ରଭୁ ଏଇ ସମୟରେ ପ୍ରଭୁ ଏଠି ଆସିବୁ ପ୍ରଭୁ, ତମେ ଅନୁଗ୍ରହ କର ପ୍ରଭୁ। ୟେସ୍ ଲୋର୍ଡ, ପାପ ପଙ୍କେ ପଡ଼ିଥିଲି ମୁଁ ଦିନେ, ପ୍ରେମେ ଅବତରିଲ ଯୀଶୁ ରାଜନେ, କ୍ରୁଶେ ଦେଲ ଆପଣା ପ୍ରାଣ, ତହୁ ପାଇଲି ମୁଁ ପରିତ୍ରାଣ। ଧନ୍ୟବାଦ ଓ ରାଜା, ଆମେ ଧନ୍ୟବାଦ। ଯଦି ତମେ ଆସିନଥାନ୍ତ, ତମେ କ୍ରୁଶରେ ପ୍ରଭୁ ତମର ଜୀବନ ଦେଇନଥାନ୍ତ, ରକ୍ତ ବହାଇ ନଥାନ୍ତ ପ୍ରଭୁ, ଆଜି ମଧ୍ୟ ମୁଁ ସେ ପାପର ଗାତରେ ପଡ଼ିଥାନ୍ତି ପ୍ରଭୁ। ଆମର ଏଇ ମଣ୍ଡଳ ପ୍ରତ୍ୟେକ ସଦସ୍ୟକୁ ତମର ହସ୍ତରେ ଦେଉଛୁ, ପବିତ୍ରତା ଜୀବନ କାଟିବା ପାଇଁ ସମୟ ମିଳୁ ପ୍ରଭୁ। ବାଧ୍ୟ ହେଇ ଆମେ ବାଇବଲ ପଢିପାରିବୁ, ପ୍ରାର୍ଥନା କରିପାରିବୁ, ଉପବାସ କରିପାରିବୁ। ତମେ ଅନୁଗ୍ରହ କର ସମସ୍ତଙ୍କୁ ତମର ହସ୍ତରେ ଦେଇ ମୋର ଉଦ୍ଧାରକର୍ତ୍ତା ଯୀଶୁଙ୍କ ନାମରେ ମାଗିଲି, ଆମେନ୍। ହେ ଆମମାନଙ୍କ ସ୍ୱର୍ଗସ୍ଥ ପିତା,
नाम पवित्र बोली मान्य हो तुम राज्य आसु जेपरी स्वर्ग रे सेहीपरि पृथ्वी रे तुम इच्छा सफल हो आज ही आमन को प्रयोजन आहार दियो आम माने जेपरि आपण अपना अपराध सब क्षमा करो सेहीपरि आम अपराध सब क्षमा करो परीक्षा रे आम को आने मात्र मत रक्षा करो जेणु राज्य पराक्रम गौरव जुगे जुगे तुमर हो आमेन यीशुଙ୍କ रक्तर जय यीशुଙ୍କ नामर जय यीशुଙ୍କ क्रूसर जय यीशुଙ୍କ वाक्यर जय हो हालेलुया 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 समस्त नमस्कार प्रेज द लॉर्ड प्रभु समस्त आशीर्वाद करो।